ମୋର ପ୍ରିୟ ଦେଶବାସୀଗଣ, ସ୍ୱାଧୀନତାର ଏହି ମହାପର୍ବ 140 କୋଟି ସଂକଳ୍ପର ପର୍ବ, ସ୍ୱାଧୀନତାର ସାମଗ୍ରିକ ଉପଲବ୍ଧି, ଗୌରବର ମୁହୂର୍ତ୍ତ ଏବଂ ଆଜି ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। ଦେଶ ଏକତାର ଭାବନାକୁ ନିରନ୍ତର ଭାବେ ସୁଦୃଢ଼ତା ପ୍ରଦାନ କରିଚାଲିଛି। 140 କୋଟି ଦେଶବାସୀ ଆଜି ତ୍ରିରଙ୍ଗାର ରଙ୍ଗରେ ରଙ୍ଗାୟିତ। ହର୍ ଘର ତିରଙ୍ଗା ସହ ଦେଶର କୋଣ ଅନୁକୋଣରେ ମାତୃଭୂମିର ଜୟଗାନ ହେଉଛି। ମୋର ପ୍ରିୟ ଦେଶବାସୀଗଣ, 1947 ମସିହାରେ ଅନେକ ସମ୍ଭାବନାକୁ ନେଇ ଦେଶ ସ୍ୱାଧୀନ ହେଲା। ଅନେକ ଆକାଂକ୍ଷା ଥିଲା, କିନ୍ତୁ ଆହ୍ୱାନ ଅଧିକ ଥିଲା। ପୂଜ୍ୟ ବାପୁଙ୍କ ସିଦ୍ଧାନ୍ତକୁ ନେଇ ସମ୍ବିଧାନ ସଭାର ସଭ୍ୟମାନେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କଲେ। ସମ୍ବିଧାନ ବିଗତ 75 ବର୍ଷ ଧରି ଆମ ମାର୍ଗଦର୍ଶନ କରିଆସିଛି। ସେଥିରେ ବିଦ୍ୱାନ ମହାପୁରୁଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ବାବା ସାହେବ ଆମ୍ବେଦକର, ପଣ୍ଡିତ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡକ୍ଟର ଏସ୍ ରାଧାକ୍ରିଷ୍ଣନଙ୍କ ସହ ନାରୀଶକ୍ତିର ଅବଦାନ ମଧ୍ୟ ରହିଥିଲା। ହଂସ ମେହେଟ୍ଟା, ଦକ୍ଷଯାନୀ ବେଲାଯୁଦ୍ଧଙ୍କ ଭଳି ବିଦୁଷୀମାନେ ମଧ୍ୟ ସମ୍ବିଧାନକୁ ସଶକ୍ତ କରିବାରେ ନିଜ ଭୂମିକା ଗ୍ରହଣ କରିଥିଲେ। ମୁଁ ଆଜି ସେମାନଙ୍କୁ ସାଦର ପ୍ରଣିପାତ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେ ଡକ୍ଟର ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ 125ତମ ଜୟନ୍ତୀ ମଧ୍ୟ ପାଳନ କରୁଛୁ। ଭାରତୀୟ ସମ୍ବିଧାନ ପାଇଁ ବଳିଦାନ ଦେବାରେ ସେ ହେଉଛନ୍ତି ଦେଶର ପ୍ରଥମ ମହାପୁରୁଷ। ଧାରା 370 ଉଚ୍ଛେଦ କରି ସମ୍ବିଧାନକୁ ସାକାର କରି ତାଙ୍କୁ ଆମେ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛୁ। ଲାଲକିଲ୍ଲାରେ ଆଜି ଅନେକ ମହାନ ବ୍ୟକ୍ତିବିଶେଷ ଉପସ୍ଥିତ, ଯେଉଁମାନେ ଦେଶର ବିକାଶରେ କୌଣସି ନା କୌଣସି କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି। ମୁଁ ସମ୍ମୁଖରେ ଏକ ଲଘୁ ଭାରତର ଦର୍ଶନ କରିପାରୁଛି। ତତ୍ସହିତ ଟେକ୍ନୋଲୋଜି ମାଧ୍ୟମରେ ବିଶାଳ ଭାରତ ମଧ୍ୟ ଆଜି ଲାଲକିଲ୍ଲା ସହ ସଂଯୁକ୍ତ ହୋଇଛି। ସ୍ୱାଧୀନତାର ଏହି ମହାପର୍ବ ଅବସରରେ ମୁଁ ପ୍ରତ୍ୟେକ ଭାରତୀୟ, ଭାରତ ପ୍ରେମୀ ଏବଂ ଆମ ମିତ୍ରମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ପ୍ରକୃତି ଆମ ସମସ୍ତଙ୍କୁ ପରୀକ୍ଷା କରୁଛି। ବିଗତ କିଛି ଦିନ ଧରି ଆମେ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛୁ। ପୀଡ଼ିତମାନଙ୍କୁ ଆମେ ସମବେଦନା ଜଣାଉଛୁ। ରାଜ୍ୟ ଏବଂ କେନ୍ଦ୍ର ସରକାର ମିଶି ଉଦ୍ଧାର, ରିଲିଫ୍ ଏବଂ ପୁନଃଥଇଥାନ କାର୍ଯ୍ୟରେ ପୂର୍ଣ୍ଣପଣେ ଲାଗିପଡ଼ିଛୁ। ବନ୍ଧୁଗଣ, ଆଜି ଅଗଷ୍ଟ 15ରେ ମୋତେ ଲାଲକିଲ୍ଲାର ପ୍ରାଚୀରରୁ ଅପରେସନ ସିନ୍ଦୁରର ବୀର ଯବାନମାନଙ୍କୁ ସାଲ୍ୟୁଟ୍ କରିବାର ସୁଯୋଗ ମିଳିଛି। ଆମ ବୀର ସୈନିକମାନେ ଶତ୍ରୁଙ୍କୁ ସେମାନଙ୍କ କଳ୍ପନାରୁ ଅଧିକ ଦଣ୍ଡ ଦେଇଛନ୍ତି। ଏପ୍ରିଲ 22 ତାରିଖରେ ପହଲଗାମରେ ସୀମାପାରିରୁ ଆସି ଆତଙ୍କବାଦୀମାନେ ଯେଉଁଭଳି ନୃଶଂସ ଭାବରେ ନରସଂହାର କଲେ, ସେଥିରେ ଭାରତ ଆକ୍ରୋଶରେ ଭରିଯାଇଥିଲା ଏବଂ ସମଗ୍ର ବିଶ୍ୱ ମଧ୍ୟ ଚକିତ ହୋଇଯାଇଥିଲା। ମୋର ପ୍ରିୟ ଦେଶବାସୀଗଣ, ଅପରେସନ ସିନ୍ଦୁର ଏହି ଆକ୍ରୋଶର ପରିପ୍ରକାଶ। 22 ତାରିଖ ପରେ ଆମେ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଦେଲୁ। ଆମ ସେନା ତାହା କରି ଦେଖାଇଲେ, ଯାହା ଅଭୂତପୂର୍ବ ଥିଲା। ଶତ୍ରୁ ଦେଶରେ ପ୍ରବେଶ କରି ସେମାନଙ୍କର ଅନେକ ଆତଙ୍କବାଦର ଗଡ଼କୁ ଧ୍ୱଂସ କରି ଦିଆଗଲା। ଏହାପରେ ପାକିସ୍ତାନର ନିଦ ହଜିଯାଇଛି। ତାଙ୍କର କ୍ଷୟକ୍ଷତି ସମ୍ପର୍କରେ ପ୍ରତ୍ୟହ ନୂଆ ନୂଆ ତଥ୍ୟ ଆସୁଛି। ମୋର ପ୍ରିୟ ଦେଶବାସୀଗଣ, ଦେଶ ଅନେକ ଦଶନ୍ଧି ଧରି ଆତ୍ମବାଦକୁ ସହି ଆସିଛି। ଏବେ ଆମେ ଏକ ନୂଆ ସିଦ୍ଧାନ୍ତ ଆପଣେଇଛୁ। ଆତଙ୍କବାଦୀ ଏବଂ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ଅଭିନ୍ନ ବିବେଚନା କରାଯିବ। ଏବେ ଭାରତ ପାରମାଣବିକ ଧମକ କିମ୍ବା ବ୍ଲାକମେଲକୁ ସହ୍ୟ କରିବ ନାହିଁ। ଭବିଷ୍ୟତରେ ଏହାର ଉଚିତ ଜବାବ ଦେବା ବିଷୟରେ ଆମ ସେନା ନିଷ୍ପତ୍ତି ଗ୍ରହଣ କରିବ। ମୋର ପ୍ରିୟ ଦେଶବାସୀଗଣ, ଭାରତ ଏବେ ନିଷ୍ପତ୍ତି ନେଇଛି, ରକ୍ତ ଓ ପାଣି ଏକାଠି ବହିପାରିବ ନାହିଁ। ସିନ୍ଧୁ ବୁଝାମଣା କେତେ ଏକତରଫା ଏବଂ ଅନ୍ୟାୟପୂର୍ଣ୍ଣ ଥିଲା, ତାହା ଦେଶବାସୀ ଏବେ ବୁଝିପାରିଛନ୍ତି। ଆମ ନଦୀ ଜଳ ଶତ୍ରୁଙ୍କ ଜମିକୁ ସିଞ୍ଚନ କରୁଥିଲା, ଅଥଚ ଆମ ଜମି ଶୁଷ୍କ ହୋଇ ରହୁଥିଲା। ବିଗତ 7 ଦଶନ୍ଧି ଧରି ଏହା ମୋ ଦେଶର ଚାଷୀଙ୍କ ଅକଳ୍ପନୀୟ କ୍ଷତି କରିଛି। ଭାରତର ପାଣି ଉପରେ କେବଳ ଭାରତର ଚାଷୀଙ୍କ ଅଧିକାର ରହିଛି। ସିନ୍ଧୁ ବୁଝାମଣାକୁ ଭବିଷ୍ୟତରେ ସେହି ରୂପରେ ସହ୍ୟ କରାଯିବ ନାହିଁ। ଚାଷୀଙ୍କ ହିତ ଏବଂ ଦେଶ ହିତରେ ଏହି ବୁଝାମଣା ଆମ ପାଇଁ ଗ୍ରହଣୀୟ ନୁହେଁ। ମୋର ପ୍ରିୟ ଦେଶବାସୀଗଣ, ସ୍ୱାଧୀନତା ପ୍ରାପ୍ତି ପାଇଁ ଅସଂଖ୍ୟ ଲୋକ ଅନେକ ପ୍ରକାର ବଳିଦାନ ଦେଇଛନ୍ତି। କାରଣ ଥିଲା ସ୍ୱାଭିମାନ। ବନ୍ଧୁଗଣ, ପରାଧୀନତା ଆମକୁ ଦରିଦ୍ର କରି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ କରିଦେଲା। ସ୍ୱାଧୀନତା ପରେ ଖାଦ୍ୟ ସମସ୍ୟା ଏକ ବଡ଼ ଆହ୍ୱାନ ଥିଲା, କିନ୍ତୁ ମୋ ଦେଶର ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଦେଶର ଅନ୍ନ ଭଣ୍ଡାରଗୁଡ଼ିକୁ ପରିପୂର୍ଣ୍ଣ କରିଦେଲେ। ଖାଦ୍ୟ କ୍ଷେତ୍ରରେ ଆଜି ଦେଶ ଆତ୍ମନିର୍ଭର। କୌଣସି ଏକ ରାଷ୍ଟ୍ର ପାଇଁ ଆତ୍ମସମ୍ମାନର ସବୁଠାରୁ ବଡ଼ ପରୀକ୍ଷା ହେଉଛି ଆତ୍ମନିର୍ଭରତା। ମୋର ପ୍ରିୟ ଦେଶବାସୀଗଣ, ଆତ୍ମନିର୍ଭରତା ହିଁ ହେଉଛି ବିକଶିତ ଭାରତର ଆଧାର। ତେଣୁ ଆତ୍ମନିର୍ଭର ହେବା ପାଇଁ ପ୍ରତି ମୁହୂର୍ତ୍ତରେ ଜାଗ୍ରତ ହୋଇ ରହିବାକୁ ପଡ଼ିବ। ଆତ୍ମନିର୍ଭରତା ସମ୍ପର୍କ ଆମ ସାମର୍ଥ୍ୟ ସହ ଜଡ଼ିତ। ତେଣୁ ଯେତେବେଳେ ଆତ୍ମନିର୍ଭରତାର ଅନ୍ତ ହୁଏ, ସେତେବେଳେ ସାମର୍ଥ୍ୟ ମଧ୍ୟ କ୍ଷୀଣ ହୋଇଚାଲେ। ତେଣୁ ସାମର୍ଥ୍ୟର ସୁରକ୍ଷା ପାଇଁ ଆତ୍ମନିର୍ଭରତା ଅନିବାର୍ଯ୍ୟ। ବନ୍ଧୁଗଣ, ଅପରେସନ ସିନ୍ଦୁର ସମୟରେ ଆମେ ମେଡ୍ ଇନ୍ ଇଣ୍ଡିଆର ଚମତ୍କାରିତା ଦେଖିଛୁ, ଯାହା ଶତ୍ରୁପକ୍ଷର କଳ୍ପନା ବାହାରେ ଥିଲା। ଆତ୍ମନିର୍ଭର ହୋଇନଥିଲେ କ'ଣ ଆମେ ଏଭଳି ବର୍ବରୋଚିତ କାଣ୍ଡର ଦୃଢ଼ ଜବାବ ଏତେ ଶୀଘ୍ର ଦେଇପାରିଥାନ୍ତୁ? ବିଗତ 10 ବର୍ଷ ଧରି କ୍ରମାଗତ ଭାବେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ରଖାଯାଇଥିବା ଲକ୍ଷ୍ୟର ପରିଣାମ ଏବେ ଦୃଷ୍ଟିଗୋଚର ହେଉଛି।
ବନ୍ଧୁଗଣ, ଗୋଟିଏ ବିଷୟ ଆଡ଼କୁ ମୁଁ ଆପଣଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଏକବିଂଶ ଶତାବ୍ଦୀ ବୈଷୟିକ ଜ୍ଞାନକୌଶଳର ଯୁଗ ଏବଂ ଏଥିରେ ଯେଉଁ ଦେଶ ଯେତେ ଉନ୍ନତ ସେ ସେତେ ବିକଶିତ ହୋଇପାରିଛି। ସେମିକଣ୍ଡକ୍ଟର ଦିଗକୁ ମୁଁ ଆପଣଙ୍କୁ ଦୃଷ୍ଟି ଆକର୍ଷଣ କରୁଛି। କାହାରିକୁ ସମାଲୋଚନା କରିବା ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଦେଶର ଯୁବପିଢ଼ି ଏକଥା ଜାଣିବା ଆବଶ୍ୟକ। ଆଜିକୁ 50-60 ବର୍ଷ ତଳେ ଆମ ଦେଶରେ ସେମିକଣ୍ଡକ୍ଟର ତିଆରିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା, କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଦୀର୍ଘ 50-60 ବର୍ଷ ପର୍ଯ୍ୟନ୍ତ ଧ୍ୟାନ ଦିଆଗଲା ନାହିଁ। ଆମ ପଛକୁ ଅନେକ ଦେଶ ଏହି କ୍ଷେତ୍ରରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ବନ୍ଧୁଗଣ, ଆଜି ଆମେ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟକୁ ଆଗକୁ ନେଉଛୁ। ଏଥିପାଇଁ 6ଟି ୟୁନିଟ୍ କାର୍ଯ୍ୟକାରୀ ହେବାକୁ ଯାଉଛି, ଯେଉଁଥିରେ 4ଟିକୁ ସବୁଜ ସଂକେତ ମିଳିସାରିଛି। ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ନିର୍ମିତ ସେମିକଣ୍ଡକ୍ଟର ଚିପ୍ସ ବଜାର ପ୍ରବେଶ କରିବ। ଶକ୍ତି ପାଇଁ ଆମେ ଅନେକ ଦେଶ ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ଆମକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଏହି କ୍ଷେତ୍ରରେ ଆତ୍ମନିର୍ଭରତା ବହୁତ ଜରୁରୀ। ଏଥିପାଇଁ ଆମେ ଯତ୍ନବାନ ହୋଇଥିଲୁ। ବିଗତ 11 ବର୍ଷରେ ସୌରଶକ୍ତି ଉତ୍ପାଦନ 30 ଗୁଣ ବୃଦ୍ଧି ପାଇସାରିଛି। ନୂଆ ନୂଆ ନଦୀବନ୍ଧ ନିର୍ମାଣ ହେବା ଫଳରେ ଜଳବିଦ୍ୟୁତ୍ ଏବଂ ପରିବେଶ ଅନୁକୂଳ ଶକ୍ତି ମିଳିପାରିବ। ମିଶନ ଗ୍ରୀନ୍ ହାଇଡ୍ରୋଜେନକୁ ନେଇ ଆଜି ଭାରତ ହଜାର ହଜାର କୋଟି ଟଙ୍କା ବିନିଯୋଗ କରୁଛି। ଭବିଷ୍ୟତର ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ପାରମାଣବିକ ଶକ୍ତି ଉପରେ ମଧ୍ୟ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରୁଛି। ଏବେ ଏହି କ୍ଷେତ୍ରରେ 10ଟି ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟରତ। 2047 ମସିହା ସୁଦ୍ଧା ବିକଶିତ ଭାରତ ସହ ପାରମାଣବିକ ଶକ୍ତି ଉତ୍ପାଦନ 10 ଗୁଣ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ସଂସ୍କାର ଏକ ନିୟମିତ ପ୍ରକ୍ରିୟା। ମୋର ପ୍ରିୟ ଦେଶବାସୀଗଣ, ତେଣୁ ଆମେ ପାରମାଣବିକ ଶକ୍ତି କ୍ଷେତ୍ରରେ ସଂସ୍କାର ଆଣି ଏହାକୁ ଘରୋଇ କ୍ଷେତ୍ର ପାଇଁ ମଧ୍ୟ ଉନ୍ମୁକ୍ତ କରିଦେଇଛୁ। ମୋର ପ୍ରିୟ ଦେଶବାସୀଗଣ, ବିଶ୍ୱ ତାପାୟନ ଦୃଷ୍ଟିରୁ 2030 ସୁଦ୍ଧା ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନକୁ 50% ହାସଲ କରାଯିବାର ଲକ୍ଷ୍ୟ ରହିଥିଲା, କିନ୍ତୁ ମୋ ଦେଶବାସୀଙ୍କ ଉତ୍ସାହ ଫଳରେ 2025 ସୁଦ୍ଧା ଅର୍ଥାତ୍ ନିର୍ଦ୍ଧାରିତ ସମୟର 5 ବର୍ଷ ପୂର୍ବରୁ ଏହି ଲକ୍ଷ୍ୟ ହାସଲ ହୋଇସାରିଛି, କାରଣ ଆମେମାନେ ପ୍ରକୃତି ପ୍ରତି ଯତ୍ନବାନ। ମୋର ପ୍ରିୟ ଦେଶବାସୀଗଣ, ଜୀବାଶ୍ମ ଇନ୍ଧନ ଆମଦାନୀ ପାଇଁ ଆମର ବଜେଟ୍ର ଏକ ବଡ଼ ଅଂଶ ଖର୍ଚ୍ଚ ହୋଇଯାଏ। ଯଦି ଏହା ଉପରେ ଆମର ନିର୍ଭରତା ସମାପ୍ତ ହୋଇଯାନ୍ତା, ତାହେଲେ ସେହି ଅର୍ଥ ମୋ ଦେଶର ଯୁବବର୍ଗ, ନିର୍ଦ୍ଧନ ଚାଷୀ ଏବଂ ଗାଁ ଗଣ୍ଡାର ପରିସ୍ଥିତିକୁ ସୁଧାରିବାରେ କାମରେ ଲାଗନ୍ତା। ତେଣୁ ଆମେ ଏବେ ଆତ୍ମନିର୍ଭର ହେବା ପାଇଁ ଉଦ୍ୟମ କରୁଛୁ। ଏଥିପାଇଁ ସମୁଦ୍ର ମନ୍ଥନ ମଧ୍ୟ ଆରମ୍ଭ କରିଛୁ। ସମୁଦ୍ର ଗର୍ଭରେ ଥିବା ତୈଳ, ଗ୍ୟାସ୍ ଆଦିର ଭଣ୍ଡାର ଅନ୍ୱେଷଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ଚାହୁଁଛୁ। ଏଥିପାଇଁ ଭାରତ ଜାତୀୟ ଗଭୀର ଜଳ ଅନ୍ୱେଷଣ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଏହା ଆମର ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମୋର ପ୍ରିୟ ଦେଶବାସୀଗଣ, ଗୁରୁତ୍ୱପୂର୍ଣ୍ଣ ଖଣିଜର ଗୁରୁତ୍ୱ ଯୋଗୁଁ ଏହି କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରତା ଜରୁରୀ। ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ ନ୍ୟାସନାଲ କ୍ରିଟିକାଲ ମିନେରାଲ ମିଶନର ଶୁଭାରମ୍ଭ କରିଛୁ। 1200 ସ୍ଥାନରେ ଏଥିପାଇଁ ଅନ୍ୱେଷଣ ଚାଲିଛି। ମୋର ପ୍ରିୟ ଦେଶବାସୀଗଣ, ମହାକାଶ କ୍ଷେତ୍ରରେ ଚମତ୍କାରିତାକୁ ଦେଖି ପ୍ରତ୍ୟେକ ଦେଶବାସୀ ଆଜି ଗର୍ବିତ। ଆମ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶ ଯାତ୍ରା କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ଦିନରେ ସେ ଭାରତକୁ ମଧ୍ୟ ଆସିବେ। ମହାକାଶ କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଆମେ ଗଗନଯାନ ପ୍ରସ୍ତୁତ କରୁଛୁ। ନିଜ ଶକ୍ତିରେ ନିଜର ମହାକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଛୁ। ବିଗତ ଦିନରେ ଏହି କ୍ଷେତ୍ରରେ 300ରୁ ଅଧିକ ଷ୍ଟାର୍ଟଅପ୍ରେ ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି। ମୋର ପ୍ରିୟ ଦେଶବାସୀଗଣ, 2047 ମସିହାରେ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ 140 କୋଟି ଦେଶବାସୀ ପୂର୍ଣ୍ଣପଣେ ଉଦ୍ୟମରତ। ଶସ୍ତା ଦାମରେ ପ୍ରଭାବଶାଳୀ ଔଷଧ ପ୍ରସ୍ତୁତି ପାଇଁ ସରକାର ବାୟୋ-E3 ନୀତି ପ୍ରଣୟନ କରିଛନ୍ତି। ଏହାକୁ ଅଧ୍ୟୟନ କରି ଦେଶର ପ୍ରଗତିରେ ଯୋଗଦାନ କରିବା ପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକ। ମୋର ପ୍ରିୟ ଦେଶବାସୀଗଣ, ଏହା ସୂଚନା ପ୍ରଯୁକ୍ତି ଏବଂ ଜ୍ଞାନକୌଶଳର ଯୁଗ। ଏଥିରେ ମଧ୍ୟ ଆମର ଆତ୍ମନିର୍ଭରତା ଆବଶ୍ୟକ। ବନ୍ଧୁଗଣ, ଆଜିକାଲି ସାମାଜିକ ଗଣମାଧ୍ୟମର ଯୁଗ। ଏହି ମଞ୍ଚରେ ମଧ୍ୟ ଆମେ ଅଗ୍ରଣୀ ହୋଇପାରିଛୁ। ବାସ୍ତବିକ ସମୟ ଦେଣନେଣରେ ଆମର UPI ପ୍ଲାଟଫର୍ମ ସମଗ୍ର ବିଶ୍ୱରେ 50% କାରବାର କରୁଛି। ଏଭଳି ସବୁ ଉଦ୍ୟମ ଆମର ନିଜସ୍ୱ ହେଲେ ଆମ ଧନ ବିଦେଶକୁ ଯିବ ନାହିଁ। ବନ୍ଧୁଗଣ, ଏବେ ଆଗକୁ ବଢ଼ିବାର ଏବଂ ବଡ଼ ସ୍ୱପ୍ନ ଦେଖିବାର ସୁଯୋଗ। ଆମର ସଂକଳ୍ପ ପାଇଁ ନିଜକୁ ଉତ୍ସର୍ଗ କରିବାର ସମୟ ଉପନୀତ। ସରକାର ଆପଣଙ୍କ ସହିତ ଅଛନ୍ତି ଏବଂ ମୁଁ ନିଜେ ଆପଣଙ୍କ ସହିତ ଅଛି। ଆମେ ଏବେ ଏକ ନୂତନ ଇତିହାସ ସୃଷ୍ଟି କରିପାରିବା।
ବନ୍ଧୁଗଣ, ଜାତୀୟ ନିର୍ମାଣ ମିଶନ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ବିଶ୍ୱ ଦ୍ୱାରା ସ୍ୱୀକୃତି ଏବଂ ସମ୍ମାନ ପାଉଛି। ବିଶ୍ୱସ୍ତରରେ କିଛି ବଡ଼ ଉତ୍ପାଦ ତିଆରି କରିବାରେ ଆମ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ସବୁବେଳେ କିଛି ଉପକରଣ ଏବଂ ଉପାଦାନ ଆସିଥାଏ। ଏଗୁଡ଼ିକୁ ସଫଳତାର ସହିତ ରପ୍ତାନି କରାଯାଏ। କିନ୍ତୁ ଆମେ ବ୍ୟାପକ ଏବଂ ସମନ୍ୱିତ ବିକାଶର ପଥ ଆଡ଼କୁ ଅଗ୍ରସର ହେବାକୁ ଚାହୁଁଛୁ। ସେଥିପାଇଁ ଆମକୁ ସେମାନଙ୍କର କ୍ଷମତାକୁ ମଜବୁତ କରିବାକୁ ପଡ଼ିବ। ମୁଁ ଥରେ ଲାଲକିଲ୍ଲାରୁ କହିଥିଲି, ଶୂନ୍ୟ ତ୍ରୁଟି, ଶୂନ୍ୟ ପ୍ରଭାବ। ଆଜି ମୁଁ ପୁଣି ଥରେ କହିବାକୁ ଚାହୁଁଛି ଯେ ଯଦି ଆମେ ଚାହୁଁ ଯେ ବିଶ୍ୱ ବଜାର ଆମର ଶକ୍ତିକୁ ସ୍ୱୀକୃତି ଦେଉ, ହେଲେ ଆମକୁ ଗୁଣବତ୍ତା କ୍ଷେତ୍ରରେ ନିରନ୍ତର ନୂତନ ଶିଖରକୁ ସ୍ପର୍ଶ କରିବାକୁ ପଡ଼ିବ। ବିଶ୍ୱ ଗୁଣବତ୍ତାକୁ ଗ୍ରହଣ କରେ। ଆମର ଗୁଣବତ୍ତା ସର୍ବୋତ୍ତମ ହେବା ଉଚିତ ଏବଂ କଞ୍ଚାମାଲର ଉପଲବ୍ଧତା ସୁନିଶ୍ଚିତ କରିବା ଓ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଉପାୟ ଖୋଜିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ। ବନ୍ଧୁଗଣ, ଉତ୍ପାଦନ କ୍ଷେତ୍ରରେ ଆମର ମନ୍ତ୍ର ହେବା ଉଚିତ କମ୍ ଖର୍ଚ୍ଚ, ଅଧିକ ଗୁଣବତ୍ତା। ଆମର ପ୍ରତ୍ୟେକ ଉତ୍ପାଦର ଗୁଣବତ୍ତା ଅଧିକ ହେବା ଉଚିତ, କିନ୍ତୁ ଖର୍ଚ୍ଚ କମ୍ ମଧ୍ୟ ହେବା ଦରକାର। ଏହି ମନୋଭାବ ସହିତ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ମୋର ପ୍ରିୟ ଦେଶବାସୀଗଣ, ଦେଶର ସ୍ୱାଧୀନତା ପାଇଁ ଅଗଣିତ ଲୋକ ନିଜର ଜୀବନ ବଳିଦାନ ଦେଇଛନ୍ତି। ମୁଁ ପୂର୍ବରୁ କହିଛି, ସେମାନେ ନିଜର ଯୌବନ ଦେଇଥିଲେ, ସେମାନେ ଫାଶୀ ଖୁଣ୍ଟକୁ ଯାଇଥିଲେ। କାହିଁକି? ଏକ ସ୍ୱାଧୀନ ଭାରତ ପାଇଁ। 75ରୁ 100 ବର୍ଷ ପୂର୍ବର ସେହି ସମୟକୁ ମନେ ପକାନ୍ତୁ, ଯେତେବେଳେ ସମଗ୍ର ଦେଶ ଏକ ସ୍ୱାଧୀନ ଭାରତର ମନ୍ତ୍ର ସହିତ ବଞ୍ଚିଥିଲା। ଆଜି ସମୟର ଚାହିଦା ସ୍ୱତନ୍ତ୍ର ଭାରତର ମନ୍ତ୍ର ସହିତ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା। ଯେଉଁମାନେ ଏକ ସ୍ୱାଧୀନ ଭାରତର ମନ୍ତ୍ରରେ ବଞ୍ଚିଥିଲେ, ସେମାନେ ଆମକୁ ସ୍ୱାଧୀନତା ଦେଇଥିଲେ। ବର୍ତ୍ତମାନ 140 କୋଟି ଭାରତୀୟଙ୍କ ପାଇଁ ମନ୍ତ୍ର ଏକ ସମୃଦ୍ଧ ଭାରତ ହେବା ଉଚିତ। ଯଦି ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ ଆମକୁ ସ୍ୱାଧୀନତା ଦେଇପାରିବ, ତେବେ ସଂକଳ୍ପ, କଠିନ ପରିଶ୍ରମ, ସ୍ୱାବଲମ୍ବନ, ଭୋକାଲ୍ ଫର ଲୋକାଲର ପ୍ରୋତ୍ସାହନ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱଦେଶୀ ମନ୍ତ୍ରର ପ୍ରତିବଦ୍ଧତା ସହିତ ଆମେ ଏକ ସମୃଦ୍ଧ ଭାରତ ସୃଷ୍ଟି ମଧ୍ୟ କରିପାରିବା। ସେତେବେଳର ପିଢ଼ି ଏକ ସ୍ୱାଧୀନ ଭାରତ ପାଇଁ ନିଜକୁ ସମର୍ପିତ କରିଥିଲା। ବର୍ତ୍ତମାନର ପିଢ଼ି ଏକ ସମୃଦ୍ଧ ଭାରତ ପାଇଁ ସାହସିକ ନୂତନ ପଦକ୍ଷେପ ନେବାକୁ ପଡ଼ିବ। ଏହା ହିଁ ସମୟର ଆବଶ୍ୟକତା। ସେଥିପାଇଁ ମୁଁ ବାରମ୍ବାର ଅନୁରୋଧ କରିଚାଲିଛି ଏବଂ ମୁଁ ଦେଶର ସମସ୍ତ ପ୍ରଭାବଶାଳୀଙ୍କୁ କହିବାକୁ ଚାହୁଁଛି, ଏହି ମନ୍ତ୍ରର ପ୍ରସାରରେ ମୋତେ ସାହାଯ୍ୟ କରନ୍ତୁ। ସମସ୍ତ ରାଜନୈତିକ ଦଳ, ରାଜନେତା ଏବଂ ସମାଜର ସବୁ ବର୍ଗଙ୍କୁ ନିବେଦନ କରୁଛି, ଆସନ୍ତୁ, ଏହା କୌଣସି ରାଜନୈତିକ ଦଳର ଚିନ୍ତାଧାରା ନୁହେଁ, ବରଂ ଭାରତ ଆମ ସମସ୍ତଙ୍କର। ଏକାଠି ହୋଇ ଭୋକାଲ୍ ଫର ଲୋକାଲକୁ ଆମେ ସମସ୍ତେ ଜୀବନର ମନ୍ତ୍ର କରିବା ଉଚିତ। ଆମେ କେବଳ ଭାରତରେ ତିଆରି ସେହି ଉତ୍ପାଦ କିଣିବା ଏବଂ ବ୍ୟବହାର କରିବା ଉଚିତ, ଯାହା ଭାରତୀୟ ନାଗରିକଙ୍କ ପରିଶ୍ରମରେ ତିଆରି, ଯାହା ଆମ ମାଟିର ସୁଗନ୍ଧ ବହନ କରେ ଏବଂ ଆତ୍ମନିର୍ଭରଶୀଳତା ପାଇଁ ଆମର ସଂକଳ୍ପକୁ ଦୃଢ଼ କରେ। ଏହା ଆମର ସାମୂହିକ ପ୍ରଜ୍ଞାନ ହେବା ଉଚିତ ଏବଂ କିଛି ସମୟ ମଧ୍ୟରେ ବନ୍ଧୁଗଣ, ଆମେ ଦୁନିଆକୁ ବଦଳାଇ ଦେଇପାରିବା। ଆଜି ମୁଁ ପ୍ରତ୍ୟେକ ଛୋଟ ବ୍ୟବସାୟୀ ଏବଂ ଦୋକାନୀଙ୍କୁ ନିବେଦନ କରିବାକୁ ଚାହୁଁଛି, ଆପଣଙ୍କର ମଧ୍ୟ ଏଥିପାଇଁ ଦାୟିତ୍ୱ ରହିଛି। ପିଲାଦିନରେ ଆମେ ଦୋକାନଗୁଡ଼ିକୁ କେବଳ ଘିଅ ଦୋକାନ ଭାବରେ ଚିହ୍ନଟ ହେଉଥିବା ଦେଖୁଥିଲୁ, କିନ୍ତୁ ସମୟ ସହିତ ଲୋକମାନେ ଶୁଦ୍ଧ ଘିଅ ଦୋକାନ ଲେଖିବା ଆରମ୍ଭ କଲେ। ସେହିପରି ମୁଁ ଚାହୁଁଛି ଯେ ସାରା ଦେଶର ବ୍ୟବସାୟୀ ଏବଂ ଦୋକାନୀମାନେ ସ୍ୱଦେଶୀ ସାମଗ୍ରୀ ଏଠାରେ ବିକ୍ରି ହେଉଛି ଲେଖାଥିବା ବୋର୍ଡ଼ ଲଗାନ୍ତୁ। ଆସନ୍ତୁ, ଆମେ ସ୍ୱଦେଶୀ ଉପରେ ଗର୍ବ କରିବା। ଆମେ ଏହାକୁ ବାଧ୍ୟତାମୂଳକ ଭାବରେ ନୁହେଁ, ବରଂ ସ୍ୱେଚ୍ଛାକୃତ ଭାବେ ଏବଂ ଆବଶ୍ୟକ ହେଲେ ଅନ୍ୟମାନଙ୍କୁ ଏହାକୁ ବ୍ୟବହାର କରିବାକୁ ବାଧ୍ୟ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଇ ପାରିବା। ଏହା ଆମର ଶକ୍ତିକୁ ହେବା ଉଚିତ। ଏହା ଆମର ମାର୍ଗଦର୍ଶକ ମଧ୍ୟ ହେବା ଉଚିତ। ମୋର ପ୍ରିୟ ଦେଶବାସୀଗଣ, ବହୁଦିନ ଧରି ମୁଁ ସରକାରରେ ସେବା କରିବାର ସୁଯୋଗ ପାଇଛି। ମୁଁ ଅନେକ ଉତ୍ଥାନ ପତନ ଦେଖିଛି। ସରକାର ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସହିତ ମୁଁ ପରିଚିତ ଏବଂ ପ୍ରଶାସନିକ ବ୍ୟବସ୍ଥାର ସୀମାବଦ୍ଧତା ସହିତ ମଧ୍ୟ ପରିଚିତ। ତଥାପି ଏସବୁ ସତ୍ତ୍ୱେ ଏହା ଆମର ଦାୟିତ୍ୱ ରହିଛି ଯେ ଆମେ ଅନ୍ୟ କାହାର ସଫଳତାକୁ ହ୍ରାସ କରିବାରେ ଆମର ଶକ୍ତି ନଷ୍ଟ ନ କରିବା ଉଚିତ। ମୋର ଦୀର୍ଘ ଅଭିଜ୍ଞତାରୁ ଆମେ ଆମର ସମସ୍ତ ଶକ୍ତିକୁ ଆମର ନିଜର କ୍ଷମତା ଏବଂ ସଫଳତାକୁ ଉନ୍ନତ କରିବାରେ ଉତ୍ସର୍ଗ କରିବା ଉଚିତ। ଯେତେବେଳେ ଆମେ ଉନ୍ନତି ପଥରେ ଅଗ୍ରସର ହେଉ ଏବଂ ଉତ୍କର୍ଷ ହାସଲ କରୁ, ବିଶ୍ୱ ଆମର ମୂଲ୍ୟକୁ ସ୍ୱୀକାର କରିବ। ଆଜି ଯେତେବେଳେ ସାରା ବିଶ୍ୱରେ ଆର୍ଥିକ ସ୍ୱାର୍ଥ ବୃଦ୍ଧି ପାଉଛି, ସମୟର ଚାହିଦା ହେଉଛି ଯେ ଆମେ ସଙ୍କଟ ଉପରେ ବିଳାପ କରି ବସିବା ଉଚିତ ନୁହେଁ। ସାହସର ସହିତ ଆମକୁ ଆମର ନିଜର ଶକ୍ତି ଏବଂ ପ୍ରତିଷ୍ଠାକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ଉଚିତ। ମୋର 25 ବର୍ଷର ପ୍ରଶାସନିକ ଅଭିଜ୍ଞତାରୁ ମୁଁ ଏହା କହିପାରିବି, ଯଦି ଆମେ ଏହି ପଥ ବାଛୁ ଏବଂ ଯଦି ସମସ୍ତେ ଏହାକୁ ବାଛୁ, ତେବେ କୌଣସି ବାହ୍ୟ ଶକ୍ତି ଆମକୁ କେବେ ଦୁର୍ବଳ କରିପାରିବ ନାହିଁ।
ମୋର ପ୍ରିୟ ଦେଶବାସୀଗଣ, ଗତ ଦଶନ୍ଧି ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତରର ଦଶନ୍ଧି ଥିଲା। କିନ୍ତୁ ଏବେ ଆମକୁ ଆମର ପ୍ରୟାସରେ ନୂତନ ଶକ୍ତି ଯୋଡ଼ିବାକୁ ପଡ଼ିବ। ସାମ୍ପ୍ରତିକ ସମୟରେ ଆମେ ଅନେକ ସଂସ୍କାର କରିଛୁ। ଏଫ୍ଡିଆଇ କ୍ଷେତ୍ରରେ ହେଉ, ବୀମା କ୍ଷେତ୍ରରେ ହେଉ, ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ଦେବା ହେଉ। ଆମେ 40,000ରୁ ଅଧିକ ଅବ୍ୟବହୃତ ନୀତିକୁ ଉଚ୍ଛେଦ କରିଛୁ। କେବଳ ସେତିକି ନୁହେଁ, ଆମେ 1,500ରୁ ଅଧିକ ପୁରୁଣା ଆଇନକୁ ମଧ୍ୟ ଉଚ୍ଛେଦ କରିଛୁ। ଆମେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ସବୁବେଳେ ପ୍ରାଥମିକତା ଦେଇ ଅନେକ ଆଇନ ସଂଶୋଧନ କରିବା ପାଇଁ ସଂସଦକୁ ଯାଇଛୁ। ଏଥର ମଧ୍ୟ ହଟ୍ଟଗୋଳ ମଧ୍ୟରେ ଆୟକର ଆଇନରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବିଷୟରେ ଖବର ଲୋକଙ୍କ ପାଖରେ ପହଞ୍ଚାଇ ନଥାଇପାରେ। ଆମେ 280ରୁ ଅଧିକ ଧାରା ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛୁ। ବନ୍ଧୁଗଣ, ଆମର ସଂସ୍କାର କେବଳ ଅର୍ଥନୈତିକ କ୍ଷେତ୍ରରେ ସୀମିତ ନୁହେଁ। ଆମେ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଏଭଳି ପଦକ୍ଷେପ କାର୍ଯ୍ୟକାରୀ କରିଛୁ। ଆୟକର ଫେରସ୍ତ ତୁରନ୍ତ ହେବା ସଂସ୍କାରର ପ୍ରତିଫଳନ। 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆୟକର ମୁକ୍ତ କରିବା, ଏହା ମୋର ମଧ୍ୟବିତ୍ତ ପରିବାର ପାଇଁ ବହୁତ ଆନନ୍ଦ ଆଣିଛି, ଯେଉଁମାନେ କି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବାକୁ ଆଗ୍ରହୀ। ପୂର୍ବରୁ କେହି କଳ୍ପନା କରିନଥିଲେ ଯେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ହୋଇପାରିବ, କିନ୍ତୁ ଆମେ ଆଜି ଏହାକୁ ବାସ୍ତବରେ ପରିଣତ କରିଛୁ। ଯେତେବେଳେ ରାଷ୍ଟ୍ରର ଶକ୍ତି ବୃଦ୍ଧି ପାଏ, ଏହାର ନାଗରିକମାନେ ସୁଫଳ ପାଆନ୍ତି। ବ୍ରିଟିଶ ଶାସନ ସମୟରୁ ଆମେ ଦଣ୍ଡ ସଂହିତାରେ ବନ୍ଧା ଥିଲୁ, ଦଣ୍ଡର ନିରନ୍ତର ଭୟରେ ଜୀବନଯାପନ କରୁଥିଲୁ। ସ୍ୱାଧୀନତାର 75 ବର୍ଷ ଏହିପରି ବିତିଗଲା। ଆମେ ଦଣ୍ଡ ସଂହିତାକୁ ଉଚ୍ଛେଦ କରି ଭାରତୀୟ ନ୍ୟାୟ ସଂହିତା ଆଣିଛୁ। ଏହା ଭାରତର ନାଗରିକଙ୍କ ପ୍ରତି ବିଶ୍ୱାସ ଏବଂ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ। ଆମେ ସଂସ୍କାରର ଯାତ୍ରାକୁ ତ୍ୱରାନ୍ୱିତ କରିବାକୁ ସଂକଳ୍ପ ନେଇଛୁ ଏବଂ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଚାହୁଁଛୁ। ମୁଁ ମୋର ଦେଶବାସୀଙ୍କୁ କହିବାକୁ ଚାହୁଁଛି, ମୁଁ ଯାହା କରୁଛି ତାହା ମୁଁ ଦେଶ ପାଇଁ କରୁଛି, ନିଜ ପାଇଁ ନୁହେଁ, କାହାକୁ କ୍ଷତି ପହଞ୍ଚାଇବା ପାଇଁ ନୁହେଁ। ମୁଁ ରାଜନୈତିକ ଦଳ, ମୋର ପ୍ରତିଯୋଗୀ ଏବଂ ସମସ୍ତ ସହଯୋଗୀ ନେତାଙ୍କୁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଗକୁ ଆସିବାକୁ ଏବଂ ଆମ ସହିତ ଯୋଗ ଦେବାକୁ ଆମନ୍ତ୍ରଣ କରୁଛି। ମୋର ପ୍ରିୟ ଦେଶବାସୀଗଣ, ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ଆମେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବ। 21ଶ ଶତାବ୍ଦୀକୁ ସୁହାଇବା ପାଇଁ, ବିଶ୍ୱ ପରିବେଶ ସହିତ ଖାପ ଖାଇବା ପାଇଁ ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବା ପାଇଁ ବର୍ତ୍ତମାନର ନିୟମ, ଆଇନ, ନୀତି ଏବଂ ପ୍ରକ୍ରିୟାଗୁଡ଼ିକୁ ପୁନଃ ପ୍ରସ୍ତୁତ କରାଯିବା ଆବଶ୍ୟକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାକୁ ହାସଲ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ବନ୍ଧୁଗଣ, ଏହି ସଂସ୍କାରଗୁଡ଼ିକ ସେମାନଙ୍କୁ ସାହସ ଦେବ ଯେଉଁମାନେ ସେମାନଙ୍କର ଭବିଷ୍ୟତ ଗଠନ କରିବାକୁ ଚାହାନ୍ତି। ରପ୍ତାନି କ୍ଷେତ୍ରରେ ମଧ୍ୟ ଲଜିଷ୍ଟିକ୍ ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ ଉଦ୍ୟୋଗୀମାନଙ୍କୁ ପ୍ରମୁଖ ସୁବିଧା ପ୍ରଦାନ କରିବ। ବନ୍ଧୁଗଣ, ଆମ ଦେଶରେ ଏପରି ଆଇନ ଅଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସାମାନ୍ୟ କଥାରେ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି ଏବଂ କେହି କେବେ ସେଗୁଡ଼ିକ ପ୍ରତି ଧ୍ୟାନ ଦେଇନାହାନ୍ତି। ଭାରତୀୟ ନାଗରିକଙ୍କୁ ଜେଲ୍ରେ ରଖୁଥିବା ଏପରି ଅନାବଶ୍ୟକ ଆଇନକୁ ଉଚ୍ଛେଦ କରିବା ପାଇଁ ମୁଁ ନିଜେ ଦାୟିତ୍ୱ ନେଇଛି। ଆମେ ପୂର୍ବରୁ ସଂସଦରେ ଏକ ବିଲ୍ ଆଗତ କରିଥିଲୁ, ଏଥର ଆମେ ଏହାକୁ ପୁଣି ଆଣିଛୁ। ବନ୍ଧୁଗଣ, ଏହି ଦୀପାବଳିରେ ମୁଁ ତୁମକୁ ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଚାହୁଁଛି। ଏହି ଦୀପାବଳିରେ ଆମେ ଦେଶବାସୀଙ୍କୁ ଏକ ବହୁତ ବଡ଼ ଉପହାର ଦେବାକୁ ଯାଉଛୁ। ଗତ 8 ବର୍ଷ ମଧ୍ୟରେ ଆମେ ଜିଏସ୍ଟିରେ ଏକ ବଡ଼ ସଂସ୍କାର ଆଣିଛୁ। ସାରା ଦେଶର ଟିକସ ବୋଝ ହ୍ରାସ କରିଛୁ, ଟିକସ ବ୍ୟବସ୍ଥାକୁ ସରଳ କରିଛୁ ଏବଂ 8 ବର୍ଷ ପରେ ସମୟର ଆବଶ୍ୟକତା ହେଉଛି ଯେ ଆମେ ଏହାକୁ ଥରେ ସମୀକ୍ଷା କରିବା ଉଚିତ। ଆମେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରି ସମୀକ୍ଷା ଆରମ୍ଭ କରିଥିଲୁ ଏବଂ ରାଜ୍ୟଗୁଡ଼ିକ ସହିତ ମଧ୍ୟ ଆଲୋଚନା କରିଥିଲୁ। ମୋର ପ୍ରିୟ ଦେଶବାସୀଗଣ, ଆମେ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ସହିତ ଆସୁଛୁ। ଏହି ଦୀପାବଳିରେ ଆପଣଙ୍କ ପାଇଁ ଏହା ଏକ ଉପହାର ହେବ। ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ଟିକସ ଯଥେଷ୍ଟ ହ୍ରାସ ପାଇବ, ବହୁତ ସୁବିଧା ବୃଦ୍ଧି ପାଇବ। ଆମର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବଡ଼ ଲାଭ ମିଳିବ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ବହୁତ ଶସ୍ତା ହୋଇଯିବ ଏବଂ ଏହା ଅର୍ଥନୀତିକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବ। ମୋର ପ୍ରିୟ ଦେଶବାସୀଗଣ, ଦେଶ ତୃତୀୟ ସର୍ବବୃହତ୍ ଅର୍ଥନୀତି ହେବା ଦିଗରେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଆମେ ଏହାର ଦ୍ୱାରଦେଶରେ ପହଞ୍ଚି ସାରିଛୁ ଏବଂ ଆମେ ଏହାକୁ ବହୁତ ଶୀଘ୍ର ହାସଲ କରିବୁ। ଏପରି ଦିନ ଆସିବ ଯେତେବେଳେ ମୁଁ ତୁମମାନଙ୍କ ମଧ୍ୟରେ ଯାଇ ଲାଲକିଲ୍ଲାର ପ୍ରାଚୀରରୁ ଏହି ଖବର ବାଣ୍ଟିବି। ଆଜି ସମଗ୍ର ବିଶ୍ୱ ଭାରତର ଅର୍ଥନୀତି ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିଛି। ଏତେ ଅସ୍ଥିରତା ମଧ୍ୟରେ ଭାରତ ଆର୍ଥିକ ଶୃଙ୍ଖଳା, ଅର୍ଥନୈତିକ ଶକ୍ତି ଏବଂ ଆଶାର କିରଣ ହୋଇ ରହିଛି। ଯେତେବେଳେ ଅର୍ଥନୀତି ସଙ୍କଟ
ସଙ୍କଟର କବଳରେ ରହିଛି ସେତେବେଳେ ବିଶ୍ୱରେ ଏହି ବିଶ୍ୱାସ ବୃଦ୍ଧି ପାଇଛି ଯେ ଭାରତ ହିଁ ଏଥିରୁ ବାହାରି ପାରିବ। ଆଜି ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଆମର ବିଦେଶୀ ମୁଦ୍ରା ବିନିମୟ ଭଣ୍ଡାର ବହୁତ ମଜବୁତ ରହିଛି। ଆମର ଆର୍ଥିକ ସୂଚକାଙ୍କ ବହୁତ ମଜବୁତ। ବିଶ୍ୱସ୍ତରୀୟ ମୂଲ୍ୟାଙ୍କନ ଏଜେନ୍ସିଗୁଡ଼ିକ ମଧ୍ୟ ନିରନ୍ତର ଭାରତକୁ ପ୍ରଶଂସା କରୁଛନ୍ତି, ଭାରତୀୟ ଅର୍ଥନୀତି ଉପରେ ଅଧିକରୁ ଅଧିକ ବିଶ୍ୱାସ ପ୍ରକଟ କରୁଛନ୍ତି। ଆମେ ଏହି ଦିଗରେ ନୂତନ ପ୍ରୟାସ କରୁଛୁ, ଯାହାଦ୍ୱାରା ଏହି ବର୍ଦ୍ଧିତ ଅର୍ଥନୀତିର ଲାଭ ମୋ ଦେଶର ଗରିବ, କୃଷକ, ମହିଳା, ମଧ୍ୟବିତ୍ତ ବର୍ଗଙ୍କ ପାଖରେ ପହଞ୍ଚି ପାରିବ ଏବଂ ଏହା ମୋ ଦେଶର ବିକାଶ ପାଇଁ ଶକ୍ତିର ଉତ୍ସ ପାଲଟିବ। ଆଜି ଆମେ ଯୁବପିଢ଼ି ପାଇଁ ନୂତନ କ୍ଷେତ୍ରର ସୁଯୋଗ ସୃଷ୍ଟି କରୁଛୁ। ଦକ୍ଷତା ବିକାଶ, ଆତ୍ମନିଯୁକ୍ତି, ବଡ଼ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ ସହିତ ଦେଶର ଯୁବପିଢ଼ି ପାଇଁ ଏକ ବଡ଼ ଅଭିଯାନ ଚାଲିଛି। ଆଜି ମୁଁ ଆପଣଙ୍କ ପାଇଁ ମଧ୍ୟ ଏବଂ ମୋ ଦେଶର ଯୁବପିଢ଼ି ପାଇଁ ଏକ ଖୁସି ଖବର ଆଣିଛି। ଆଜି ଅଗଷ୍ଟ 15 ତାରିଖରେ ଆମ ଦେଶର ଯୁବପିଢ଼ି ପାଇଁ 1,00,000 କୋଟି ଟଙ୍କାର ଏକ ଯୋଜନା ଆରମ୍ଭ ଏବଂ କାର୍ଯ୍ୟକାରୀ କରୁଛୁ। ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ଆଜି ଅଗଷ୍ଟ 15 ତାରିଖରେ କାର୍ଯ୍ୟକାରୀ ହେଉଛି। ଏହା ଆପଣଙ୍କ ପାଇଁ ବହୁତ ଭଲ ଖବର। ଏହି ଯୋଜନା ଅଧୀନରେ ସରକାର ଯୁବକଙ୍କୁ, ପ୍ରତ୍ୟେକ ପୁଅ କିମ୍ବା ଝିଅଙ୍କୁ ଯେଉଁମାନେ ଘରୋଇ କ୍ଷେତ୍ରରେ ଚାକିରି କରନ୍ତି ସେମାନଙ୍କୁ 15,000 ଟଙ୍କା ଦେବେ। ନୂତନ ନିଯୁକ୍ତି ପ୍ରଦାନ ପାଇଁ ଅଧିକ ସୁଯୋଗ ସୃଷ୍ଟି କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ପ୍ରାୟ 3.5 କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିପାଇଁ ମୁଁ ସମସ୍ତ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଆଜି ସମସ୍ତେ ଭାରତର ମହିଳା ଶକ୍ତିକୁ ସ୍ୱୀକାର କରିବା ଆରମ୍ଭ କରିଛନ୍ତି। ଆମର ମହିଳାମାନେ ବର୍ଦ୍ଧିତ ଅର୍ଥନୀତିର ଲାଭାର୍ଥୀ ଏବଂ ସେମାନେ ବର୍ଦ୍ଧିତ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ମଧ୍ୟ ବହୁତ ଯୋଗଦାନ ଦେଉଛନ୍ତି। ଆମର ଝିଅ ପିଲାମାନେ ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ ପ୍ରଭାବଶାଳୀ ହେଉଛନ୍ତି। ସେମାନେ କ୍ରୀଡ଼ା କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି, ସେନାରେ ଚମକୁଛନ୍ତି। ଆଜି ଗର୍ବର ସହିତ ସେମାନେ କାନ୍ଧକୁ କାନ୍ଧ ମିଶାଇ ଦେଶର ବିକାଶ ଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି। ଯେତେବେଳେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ମହିଳା ପ୍ରାର୍ଥୀମାନେ ପ୍ରଥମେ ପାସ୍ ଆଉଟ୍ ହେଉଥିଲେ, ସେତେବେଳେ ଦେଶ ଗର୍ବରେ ଆତ୍ମହରା ହୋଇ ଉଠିଥିଲା। 10 କୋଟି ସ୍ୱୟଂସହାୟକ ଗୋଷ୍ଠୀର ଭଉଣୀମାନେ ଏପରି ଆଶ୍ଚର୍ଯ୍ୟଜନକ କାମ କରୁଛନ୍ତି। ନମୋ ଡ୍ରୋନ୍ ଦିଦି ନାରୀ ଶକ୍ତିର ଏକ ନୂତନ ପରିଚୟ ସୃଷ୍ଟି ହୋଇଗଲା। ମୁଁ ଗାଁରେ ଜଣେ ଭଉଣୀଙ୍କୁ ଭେଟିଲି। ସେ କୁହନ୍ତି ଯେ ଏବେ ଗାଁ ଲୋକେ ତାଙ୍କୁ ପାଇଲଟ ବୋଲି ଡାକୁଛନ୍ତି। ସେ ବହୁତ ଗର୍ବର ସହିତ କହୁଥିଲେ ଯେ ଅଧିକ ଶିକ୍ଷିତ ନଥିଲେ ମଧ୍ୟ ସେ ସମାଜରେ ନିଜର ସ୍ଥିତି ହାସଲ କରିପାରିଛନ୍ତି। ବନ୍ଧୁଗଣ, ଆମେ 3 କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ମୁଁ ସନ୍ତୁଷ୍ଟ ଯେ ଆମେ ଦ୍ରୁତଗତିରେ କାମ କରୁଛୁ। ଆମେ ସମୟ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବୁ ଏବଂ ଆଜି ମୁଁ ଦେଶକୁ ଖୁସିର ସହିତ କହିବାକୁ ଚାହୁଁଛି, ମୋର ନାରୀ ଶକ୍ତିର ଶକ୍ତି ଦେଖନ୍ତୁ। 2 କୋଟି ମହିଳା କିଛି ସମୟ ମଧ୍ୟରେ ଲକ୍ଷପତି ଦିଦି ହୋଇଯାଇଛନ୍ତି। ଆଜି କିଛି ଲକ୍ଷପତି ଦିଦି ଆମ ସାମ୍ନାରେ ବସିଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ଭାରତର ଅର୍ଥନୀତିରେ ମୋ ଦେଶର କୃଷକମାନଙ୍କର ଏକ ବିରାଟ ଅବଦାନ ରହିଛି। ଭାରତର କୃଷକଙ୍କର କଠିନ ପରିଶ୍ରମର ଫଳ ପାଉଛି। ଗତ ବର୍ଷ ମୋ ଦେଶର କୃଷକ ଶସ୍ୟ ଉତ୍ପାଦନରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏବେ ଏହା ମୋ ଦେଶର ସମ୍ଭାବନା। ସମାନ ପରିମାଣର ଜମି, କିନ୍ତୁ ବ୍ୟବସ୍ଥା ପରିବର୍ତ୍ତନ ହୋଇଛି। ପାଣି ପହଞ୍ଚିବା ଆରମ୍ଭ କରିଛି, ଭଲ ବିହନ ଉପଲବ୍ଧ ହେବା ଆରମ୍ଭ ହୋଇଛି, ଚାଷୀମାନେ ଉନ୍ନତ ସୁବିଧା ପାଇବା ଆରମ୍ଭ କରିଛନ୍ତି। ତେଣୁ ସେମାନେ ଦେଶ ପାଇଁ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। ଆଜି ଭାରତ କ୍ଷୀର, ଡାଲି ଏବଂ ପାଟ ଉତ୍ପାଦନରେ ବିଶ୍ୱରେ 1 ନମ୍ବର ସ୍ଥାନରେ ରହିଛି। ଆଜି ଆମେ ବିଶ୍ୱର 2ୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ। ମୋର ମତ୍ସ୍ୟଜୀବୀ ଭାଇ ଓ ଭଉଣୀଙ୍କ ଶକ୍ତି ଦେଖନ୍ତୁ। ବନ୍ଧୁଗଣ, ଆପଣମାନେ ଖୁସି ହେବେ ଯେ ମୋ ଦେଶର କୃଷକଙ୍କ ଉତ୍ପାଦିତ ଦ୍ରବ୍ୟ ଆଜି ବିଶ୍ୱ ବଜାରରେ ପହଞ୍ଚିଛି। 4 ଲକ୍ଷ କୋଟି ଟଙ୍କାର କୃଷି ଉତ୍ପାଦ ରପ୍ତାନି କରାଯାଇଛି। ସେମାନେ ଛୋଟ ଚାଷୀ ହୁଅନ୍ତୁ, ଗୋପାଳକ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ, ଆମେ ସେମାନଙ୍କୁ ଦେଶର ବିକାଶ ଯୋଜନାର ଲାଭ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉ, ବର୍ଷା ଜଳ ଅମଳ ହେଉ, ଜଳସେଚନ ଯୋଜନା ହେଉ, ଗୁଣାତ୍ମକ ବିହନ ହେଉ, ସାରା ଆବଶ୍ୟକତା ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆଜି ଚାଷୀଙ୍କର ଫସଲ ବୀମା ଉପରେ ବିଶ୍ୱାସ ରହିଛି। ଦେଶବାସୀଗଣ, ଆମ ଦେଶର ପଶୁପାଳନକୁ ରକ୍ଷା କରିବା ପାଇଁ ଆମେ ଏପର୍ଯ୍ୟନ୍ତ ପଶୁମାନଙ୍କୁ ମାଗଣା ଡୋଜ୍ ପ୍ରଦାନ କରିଛୁ। କୃଷି କ୍ଷେତ୍ରରେ ଦେଶର ଯେଉଁ ଜିଲ୍ଲାଗୁଡ଼ିକରେ ଚାଷୀମାନେ କୌଣସି ନା କୌଣସି କାରଣରୁ ଅନ୍ୟମାନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି, 100ଟି ଜିଲ୍ଲାକୁ ଚିହ୍ନଟ କରି ସେଠାରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛୁ ଏବଂ ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆରମ୍ଭ କରିଛୁ। ମୋର ପ୍ରିୟ ଦେଶବାସୀଗଣ, ଭାରତର ଚାଷୀ, ଭାରତର ଗୋପାଳକ, ଭାରତର ମତ୍ସ୍ୟଜୀବୀ ଏମାନେ ଆମର ସବୁଠାରୁ ବଡ଼ ପ୍ରାଥମିକତା। ଭାରତ କେବେ ବି ଏହାର ଚାଷୀ, ପଶୁପାଳକ, ମତ୍ସ୍ୟଜୀବୀଙ୍କ ସମ୍ପର୍କରେ କୌଣସି ପ୍ରକାର ପ୍ରତିକୂଳାତ୍ମକ ପଦକ୍ଷେପ ଗ୍ରହଣ କରିବ ନାହିଁ। ପ୍ରିୟ ଦେଶବାସୀଗଣ, ଦାରିଦ୍ର୍ୟ କ'ଣ ତାହା ମୋତେ ପୁସ୍ତକରେ ପଢ଼ିବାକୁ ପଡ଼ିନାହିଁ। ମୁଁ ଏହା ଜାଣେ। ମୁଁ ମଧ୍ୟ ସରକାରରେ ଅଛି। ତେଣୁ ମୋର ପ୍ରୟାସ ରହିଛି ଯେ ସରକାର କେବଳ ଫାଇଲରେ ସୀମିତ ନ ରହୁ। ସରକାର ଦେଶର ନାଗରିକଙ୍କ ଜୀବନରେ ରହିବା ଉଚିତ।
ସେମାନେ ଦଳିତ ହୁଅନ୍ତୁ, ଶୋଷିତ ହୁଅନ୍ତୁ କିମ୍ବା ବଞ୍ଚିତ ହୁଅନ୍ତୁ, ସରକାର ସେମାନଙ୍କ ପାଇଁ ସକ୍ରିୟ ଭାବରେ ସକାରାତ୍ମକ ହେବା ଉଚିତ। ସରକାର ଲୋକାଭିମୁଖୀ ହେବା ଉଚିତ। ଆମେ ସେହି ଦିଗରେ ନିରନ୍ତର ପ୍ରୟାସ କରୁଛୁ। ଯେଉଁଠାରେ ସରକାର ତୃଣମୂଳ ସ୍ତରରେ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରିବ, ସେ ଦିଗରେ ଆମେ କାର୍ଯ୍ୟ କରୁଛୁ। ଯେତେବେଳେ ଜନଧନ ଆକାଉଣ୍ଟ ଖୋଲାଗଲା, ଏହା କେବଳ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବିଷୟରେ ନଥିଲା। ଏହା ଲୋକମାନଙ୍କୁ ଆତ୍ମସମ୍ମାନ ଦେଇଥିଲା। ଏହି ଅନୁଭବ ଦେଇଥିଲା ଯେ ବ୍ୟାଙ୍କ ଦ୍ୱାର ମୋ ପାଇଁ ମଧ୍ୟ ଖୋଲା ଅଛି। ମୁଁ ମଧ୍ୟ ବ୍ୟାଙ୍କ ଭିତରକୁ ଯାଇପାରିବି, ଟେବୁଲ ଉପରେ ହାତ ରଖି କଥା ହୋଇପାରିବି। ଏହି ଆତ୍ମବିଶ୍ୱାସ ଆମେ ସୃଷ୍ଟି କରିଛୁ। ଆୟୁଷ୍ମାନ ଭାରତ ଲୋକମାନଙ୍କୁ ନୀରବରେ ରୋଗ ସହିବାର ଅଭ୍ୟାସରୁ ମୁକ୍ତ କରିଛି ଏବଂ ସେମାନଙ୍କୁ ଭଲ ସ୍ୱାସ୍ଥ୍ୟସେବା ପାଇବାରେ ସାହାଯ୍ୟ କରିଛି। ଯେତେବେଳେ ଆମେ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ 5 ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ କଲୁ, ଏହା ସେମାନଙ୍କ କଲ୍ୟାଣ ପାଇଁ ଆମର ଚିନ୍ତାକୁ ଦର୍ଶାଉଛି। ଆଜି ପ୍ରଧାନମନ୍ତ୍ରୀ ଆବାସ ସହିତ 4 କୋଟି ଗରିବ ଲୋକ ଘର ପାଇଛନ୍ତି, ଅର୍ଥାତ୍ ସେମାନଙ୍କ ଜୀବନରେ ନୂତନ ସ୍ୱପ୍ନ ଉପୁଜିଛି। ବନ୍ଧୁଗଣ, ଏହା କେବଳ ଚାରିକାନ୍ଥ ନୁହେଁ। ରାସ୍ତାକଡ଼ ବ୍ୟବସାୟୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଛି। ଯେଉଁମାନେ ପୂର୍ବରୁ ଉଚ୍ଚ ସୁଧ ଦେବାରେ ସକ୍ଷମ ନଥିଲେ, ଏହି ଯୋଜନା ଏବେ ସେମାନଙ୍କୁ ମୁକ୍ତ ଭାବରେ ବ୍ୟବସାୟ କରିବାକୁ ସକ୍ଷମ କରିଛି। ଆପଣ ନିଶ୍ଚୟ ଦେଖିଥିବେ ଯେ ଆଜି ରାସ୍ତାକଡ଼ ବ୍ୟବସାୟୀ ମଧ୍ୟ UPI ମାଧ୍ୟମରେ କାରବାର କରୁଛନ୍ତି। ଏହି ପରିବର୍ତ୍ତନ ଦର୍ଶାଉଛି ଯେ ସରକାର ସମାଜର ତୃଣମୂଳ ସ୍ତରର ବ୍ୟକ୍ତିଙ୍କ ଜୀବନରେ ଉପସ୍ଥିତ ରହିବା ଉଚିତ। ସେଥିପାଇଁ ତୃଣମୂଳ ସ୍ତରୀୟ ଯୋଜନାଗୁଡ଼ିକୁ ଡିଜାଇନ୍ କରାଯାଏ, କାର୍ଯ୍ୟକାରୀ କରାଯାଏ ଏବଂ ଯେତେବେଳେ ସେଗୁଡ଼ିକ ସାକାର ହୋଇଯାଏ, ସେତେବେଳେ ଏହା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଯାଏ। ଗୋଟିଏ ସମୟ ଥିଲା ଯେତେବେଳେ ଗରିବ, ଦଳିତ, ଆଦିବାସୀ ସମ୍ପ୍ରଦାୟ, ବଞ୍ଚିତ, ଭିନ୍ନକ୍ଷମ ଏବଂ ଆମର ବିଧବା ମା ଓ ଭଉଣୀମାନଙ୍କୁ ସେମାନଙ୍କର ଅଧିକାର ପାଇଁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲିବାକୁ ପଡ଼ୁଥିଲା। ସେମାନଙ୍କର ସମଗ୍ର ଜୀବନ ଗୋଟିଏ ସରକାରୀ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ଯିବା ପାଇଁ ବିତେଇବାକୁ ପଡ଼ୁଥିଲା। ଆଜି ସରକାର ଏକ ପରିପୂର୍ଣ୍ଣ ପଦ୍ଧତି ଆପଣଙ୍କ ଦ୍ୱାରଦେଶରେ ପହଞ୍ଚାଇ ପାରିଛନ୍ତି। କୋଟି କୋଟି ହିତାଧିକାରୀ ସରକାରୀ ଯୋଜନାର ଲାଭ ପାଉଛନ୍ତି ଏବଂ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଏକ କ୍ରାନ୍ତିକାରୀ ପଦକ୍ଷେପ ହୋଇପାରିଛି। ବନ୍ଧୁଗଣ, ଦେଶ ଅନେକ ଥର ଗରିବୀ ହଟାଓର ସ୍ଲୋଗାନ ଶୁଣିଛି। ଲାଲକିଲ୍ଲାରୁ ମଧ୍ୟ ଏହି ସ୍ଲୋଗାନ ବାରମ୍ବାର ଶୁଣି ଭାରତ କ୍ଳାନ୍ତ ହୋଇଯାଇଛି। ଲୋକମାନେ ବିଶ୍ୱାସ କରିଥିଲେ ଯେ ଦାରିଦ୍ର୍ୟ ଦୂର ହୋଇପାରିବ ନାହିଁ। କିନ୍ତୁ ଯେତେବେଳେ ଆମେ ଗରିବଙ୍କ ଘରକୁ ସିଧାସଳଖ ଯୋଜନା ନେଇଯାଉ, ସେତେବେଳେ ଆମେ ସେମାନଙ୍କ ହୃଦୟରେ ବିଶ୍ୱାସ ସୃଷ୍ଟି କରୁ। ସେତେବେଳେ ମୋ ଦେଶର 25 କୋଟି ଗରିବ ଲୋକ ଦାରିଦ୍ର୍ୟକୁ ପରାସ୍ତ କରି ତାଠାରୁ ଉପରକୁ ଉଠି ଏକ ନୂତନ ଇତିହାସ ସୃଷ୍ଟି କରନ୍ତି। ଆଜି ଗତ 10 ବର୍ଷ ମଧ୍ୟରେ 25 କୋଟିରୁ ଅଧିକ ଗରିବ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ଖୁବ୍ ନିକଟ ଭବିଷ୍ୟତରେ ଆମେ ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ 200ତମ ଜନ୍ମବାର୍ଷିକୀ ପାଳନ କରିବାକୁ ଯାଉଛୁ। ମହାତ୍ମା ଜ୍ୟୋତିବା ଫୁଲେଙ୍କ ନୀତି ଏବଂ ସେ ଆମକୁ ଦେଇଥିବା ମନ୍ତ୍ର ଆମ ପାଇଁ ପ୍ରେରଣା ବହନ କରେ। ପଛୁଆଙ୍କୁ ପ୍ରାଥମିକତା ମନ୍ତ୍ର। ପଛୁଆଙ୍କୁ ପ୍ରାଥମିକତା ଦେଇ ଆମେ ପରିବର୍ତ୍ତନର ଶିଖରରେ ପହଞ୍ଚିବାକୁ ଚାହୁଁଛୁ। ଆମେ ଏଥିପାଇଁ ଆମର ସର୍ବୋତ୍ତମ ପ୍ରୟାସ କରିବାକୁ ଚାହୁଁଛୁ। ବନ୍ଧୁଗଣ, ରାସ୍ତାକଡ଼ ବ୍ୟବସାୟୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ହେଉ, ଆମର କୁଶଳୀ କାରିଗରଙ୍କ ପାଇଁ ବିଶ୍ୱକର୍ମା ଯୋଜନା ହେଉ, ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ମଧ୍ୟ ବଞ୍ଚିତ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନମାନ ଯୋଜନା ହେଉ କିମ୍ବା ପୂର୍ବ ଭାରତକୁ ବିକାଶରେ ଦେଶର ଅନ୍ୟାନ୍ୟ ଅଂଶ ସହିତ ସମକକ୍ଷ କରିବା ଏବଂ ନେତୃତ୍ୱ ସୁଯୋଗ ଦେବା ପାଇଁ ଆମର ପ୍ରୟାସ ହେଉ, ଆମେ କେବଳ ସାମାଜିକ ଭାବରେ ପଛୁଆ ଗୋଷ୍ଠୀମାନଙ୍କ ସହିତ ଚିନ୍ତିତ ନୁହେଁ, ଆମେ ପଛୁଆ ଅଞ୍ଚଳଗୁଡ଼ିକୁ ମଧ୍ୟ ପ୍ରାଥମିକତା ଦେବାକୁ ଚାହୁଁଛୁ। ଆମେ ପଛରେ ପଡ଼ିଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦେବାକୁ ଚାହୁଁଛୁ। ଆମେ 100 ଆକାଂକ୍ଷୀ ଜିଲ୍ଲା ଏବଂ 500 ଆକାଂକ୍ଷୀ ବ୍ଲକ ପାଇଁ ସମାନ ମିଶନ କାର୍ଯ୍ୟକାରୀ କରୁଛୁ। ପୂର୍ବ ଭାରତର ବିକାଶ ପାଇଁ ଆମେ ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଛୁ, ଯାହାର ଲକ୍ଷ୍ୟ ହେଉଛି ସେଠାରେ ଜୀବନକୁ ପରିବର୍ତ୍ତନ କରିବା ଏବଂ ଏହି ଅଞ୍ଚଳକୁ ଦେଶର ବିକାଶ ଯାତ୍ରାରେ ସକ୍ରିୟ ଅଂଶଗ୍ରହଣକାରୀ କରିବା। ବନ୍ଧୁଗଣ, କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଜାତୀୟ କ୍ରୀଡ଼ା ନୀତି ଆଣିଛୁ। ଅନେକ ଦଶନ୍ଧି ପରେ ଆମ ଦେଶରେ ଖେଲୋ ଇଣ୍ଡିଆ ନୀତି ପ୍ରଣୟନ କରିଛୁ, ଯାହାଦ୍ୱାରା କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ଏକ ବ୍ୟାପକ ପ୍ରୟାସ ହୋଇପାରିଛି। ସ୍କୁଲରୁ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଆମେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ବିକଶିତ କରିବାକୁ ଚାହୁଁଛୁ। ଏହା ସମ୍ପୂର୍ଣ୍ଣ ଇକୋସିଷ୍ଟମ୍କୁ ଦୂରଦୂରାନ୍ତର ଅଞ୍ଚଳର ପିଲାମାନଙ୍କ ପାଖରେ ମଧ୍ୟ ଆମେ ପହଞ୍ଚାଇବାକୁ ଚାହୁଁଛୁ। ବନ୍ଧୁଗଣ, ଯେତେବେଳେ ମୁଁ ଫିଟନେସ୍ ବିଷୟରେ କହୁଛି, ଖେଳ ବିଷୟରେ କହୁଛି, ମୁଁ ଆପଣଙ୍କ ସମ୍ମୁଖରେ ଏକ ଚିନ୍ତାର ବିଷୟ ରଖିବାକୁ ଚାହୁଁଛି। ଆମ ଦେଶରେ ପ୍ରତ୍ୟେକ ପରିବାର ଏହାକୁ ଗମ୍ଭୀରତାର ସହିତ ନେବା ଉଚିତ। ମେଦବହୁଳତା ଆମ ଦେଶ ପାଇଁ ଏକ ଅତ୍ୟନ୍ତ ଗମ୍ଭୀର ସଙ୍କଟ ପାଲଟିଛି। ବିଶେଷଜ୍ଞମାନେ କୁହନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ପ୍ରତି 3 ଜଣଙ୍କ ମଧ୍ୟରୁ ଜଣେ ମେଦବହୁଳତାର ଶିକାର ହେବେ। ଆମକୁ ମେଦବହୁଳତାରୁ ନିଜକୁ ରକ୍ଷା କରିବାକୁ ପଡ଼ିବ। ମୁଁ ଗୋଟିଏ ଛୋଟ ପରାମର୍ଶ ଦେଇଥିଲି। ପ୍ରତ୍ୟେକ ପରିବାର ସଂକଳ୍ପ ନେବା ଉଚିତ ଯେ ଯେତେବେଳେ ଘରେ ରୋଷେଇ ତେଲର ବ୍ୟବହାର ସାଧାରଣ ଅପେକ୍ଷା 10% କମ୍ ହେବା ଉଚିତ। ଏପରି କରି ଆମେ ମେଦବହୁଳତା ବିରୁଦ୍ଧରେ ଲଢ଼େଇରେ ଆମର ଯୋଗଦାନ ଦେଇପାରିବୁ।
मोर प्रिय देशवासीगण आम देश भाग्यवान आमे हजार हजार वर्ष पुराणा ऐतिह्यर उत्तराधिकारी ଯେଉଁଠାରୁ ଆମେ ନିରନ୍ତର ଶକ୍ତି ପ୍ରେରଣା ଏବଂ ତ୍ୟାଗ ଓ ତପସ୍ୟାର ପଥ ଆଣିଛୁ। ଏହି ବର୍ଷ ଗୁରୁ ତେଗ୍ ବାହାଦୁର ଜୀଙ୍କ 350ତମ ଶହୀଦ ବାର୍ଷିକୀ ଯିଏ ଆମର ସଂସ୍କୃତି ଏବଂ ମୂଲ୍ୟବୋଧର ସୁରକ୍ଷା ପାଇଁ ସର୍ବସ୍ୱ ଉତ୍ସର୍ଗ କରିଥିଲେ। ଆଜି ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଣାମ କରୁଛି। ବନ୍ଧୁଗଣ, ଆମ ସଂସ୍କୃତିର ଶକ୍ତି ଆମର ବିବିଧତାରେ ନିହିତ। ଆମେ ବିବିଧତାକୁ ପାଳନ କରିବାକୁ ଚାହୁଁ, ବିବିଧତାକୁ ପାଳନ କରିବାର ଅଭ୍ୟାସକୁ ବିକଶିତ କରିବାକୁ ଚାହୁଁ। ଏହା ଆମର ଗର୍ବର କଥା ଯେ ଭାରତ ମା ଏକ ଚମତ୍କାର ଉଦ୍ୟାନ ପରି ଅଗଣିତ ପ୍ରକାରର ଫୁଲରେ ସଜ୍ଜିତ। ପ୍ରତ୍ୟେକ ଫୁଲ ତାଙ୍କର ସମୃଦ୍ଧ ବିବିଧତାକୁ ଆହୁରି ବୃଦ୍ଧି କରୁଛି। ଏହି ବିବିଧତା ଆମର ମହାନ ଐତିହ୍ୟ ଏବଂ ଆମର ମହାନ ଗର୍ବ। ଆମେ ପ୍ରୟାଗରାଜର ମହାକୁମ୍ଭରେ ଦେଖିଛୁ ଯେ କିପରି ଭାରତର ବିବିଧତା ବଞ୍ଚିଛି। କୋଟି କୋଟି ଲୋକ ଗୋଟିଏ ଭାବନାରେ, ଗୋଟିଏ ଆତ୍ମାରେ, ଗୋଟିଏ ପ୍ରୟାସରେ ଏକତ୍ରିତ ହୋଇପାରିଥିଲେ, ଯାହା ବିଶ୍ୱକୁ ପ୍ରକୃତିରେ ଆଶ୍ଚର୍ଯ୍ୟଜନକ ମନେ ହୁଏ। ମହାକୁମ୍ଭର ସଫଳତା ଭାରତର ଏକତା ଏବଂ ଶକ୍ତିର ଏକ ଜ୍ୱଳନ୍ତ ପ୍ରମାଣ। ବନ୍ଧୁଗଣ, ଆମ ଦେଶ ଭାଷାଗତ ବିବିଧତାରେ ପରିପୂର୍ଣ୍ଣ। ସେଥିପାଇଁ ଆମେ ମରାଠୀ, ଆସାମୀ, ବଙ୍ଗଳା, ପାଲି ଏବଂ ପ୍ରାକୃତିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛୁ। ମୋ ମତରେ ଆମର ଭାଷାଗୁଡ଼ିକ ଯେତେ ବିକଶିତ ହେବ, ସେଗୁଡ଼ିକ ସେତିକି ସମୃଦ୍ଧ ହୋଇପାରିବ ଏବଂ ଆମ ସମଗ୍ର ଜ୍ଞାନ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇପାରିବ। ଏହା ଆମର ଶକ୍ତି ଏବଂ ଆଜିର ତଥ୍ୟ ଯୁଗରେ ଏହା ବିଶ୍ୱ ପାଇଁ ଏକ ମହାନ ଶକ୍ତି ମଧ୍ୟ ହୋଇପାରେ, କାରଣ ଏହା ଆମ ଭାଷାଗୁଡ଼ିକର ଶକ୍ତି। ଆମକୁ ଆମର ସମସ୍ତ ଭାଷା ପାଇଁ ଗର୍ବ କରିବାକୁ ହେବ ଏବଂ ପ୍ରତ୍ୟେକଙ୍କୁ ସେମାନଙ୍କର ବିକାଶରେ ଯୋଗଦାନ ଦେବାକୁ ପଡ଼ିବ। ବନ୍ଧୁଗଣ, ଆମର ପାଣ୍ଡୁଲିପିରେ ଜ୍ଞାନର ବିଶାଳ ଭଣ୍ଡାର ରହିଛି, ତଥାପି ସେଗୁଡ଼ିକ ପ୍ରତି ଆମର ଉଦାସୀନତା ରହିଛି। ଜ୍ଞାନ ଭାରତ ମିଶନ ଅଧୀନରେ ଆମେ ଏବେ ସମଗ୍ର ଦେଶରେ ହାତଲେଖା, ପାଣ୍ଡୁଲିପି ଏବଂ ଶତାବ୍ଦୀ ପୁରୁଣା ଦଲିଲଗୁଡ଼ିକୁ ଖୋଜିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ସେମାନଙ୍କର ଜ୍ଞାନର ଭଣ୍ଡାରକୁ ସଂରକ୍ଷଣ କରିବା ପାଇଁ ଆଜିର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଛୁ। ମୋର ପ୍ରିୟ ଦେଶବାସୀଗଣ, ଆମର ସ୍ପଷ୍ଟ ବିଶ୍ୱାସ ଯେ ଏହି ଦେଶ କେବଳ ସରକାର ଦ୍ୱାରା ନିର୍ମିତ ନୁହେଁ, ଏହା କେବଳ ରାଷ୍ଟ୍ର କ୍ଷମତାର ଲଗାମ ଧରିଥିବା ଲୋକଙ୍କ ଦ୍ୱାରା ନିର୍ମିତ ନୁହେଁ, ଏହା କେବଳ ଶାସନ ପରିଚାଳନା କରୁଥିବା ଲୋକଙ୍କ ଦ୍ୱାରା ପରିଚାଳିତ ହେଉ ନାହିଁ। ଏହି ଦେଶ କୋଟି କୋଟି ଲୋକଙ୍କ ପରିଶ୍ରମ ଦ୍ୱାରା ନିର୍ମିତ। ଋଷି, ସନ୍ଥ, ବୈଜ୍ଞାନିକ, ଶିକ୍ଷକ, କୃଷକ, ସୈନିକ, ଶ୍ରମିକ ପ୍ରତ୍ୟେକଙ୍କ ପ୍ରୟାସ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଉଛି। ଯୋଗଦାନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନରୁ ସମାନ ଭାବରେ ଆସେ। ଆଜି ବଡ଼ ଗର୍ବର ସହିତ ମୁଁ ଏପରି ଏକ ଅନୁଷ୍ଠାନର ଉଲ୍ଲେଖ କରିବାକୁ ଚାହୁଁଛି। 100 ବର୍ଷ ପୂର୍ବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠିତ ହୋଇଥିଲା। ରାଷ୍ଟ୍ର ପ୍ରତି ଏହା 100 ବର୍ଷର ସେବା ଏକ ଗର୍ବିତ ଏବଂ ସୁବର୍ଣ୍ଣ ଅଧ୍ୟାୟକୁ ସୂଚାଇଥାଏ। ଚରିତ୍ର ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ସହିତ ମା ଭାରତୀଙ୍କ ସେବା କରିବା ଲକ୍ଷ୍ୟରେ ସ୍ୱୟଂସେବକମାନେ 1 ଶତାବ୍ଦୀ ଧରି ମାତୃଭୂମିର କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ସେବା, ସମର୍ପଣ, ସଂଗଠନ ଏବଂ ଅତୁଳନୀୟ ଶୃଙ୍ଖଳା ଏଗୁଡ଼ିକ ଏହାର ବିଶେଷତ୍ୱ। ଏକ ଅର୍ଥରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିଶ୍ୱର ସର୍ବବୃହତ୍ ସଂଘ, ଯାହା 1 ଶତାବ୍ଦୀ ଧରି ଦେଶ ମାତୃକା ପ୍ରତି ସମର୍ପିତ ହେବାର ଇତିହାସ ରଚିଛି। ଆଜି ଲାଲକିଲ୍ଲାର ପ୍ରାଚୀରରୁ ମୁଁ ସମସ୍ତ ସ୍ୱୟଂସେବକଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଏହି ଶତାବ୍ଦୀ ଧରି ଜାତୀୟ ସେବାର ଯାତ୍ରାରେ ଯୋଗଦାନ ଦେଇଛନ୍ତି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ମହାନ ଏବଂ ଉତ୍ସର୍ଗୀକୃତ ଯାତ୍ରା ପାଇଁ ଗର୍ବ କରୁଛି, ଯାହା ଆମକୁ ପ୍ରେରଣା ଦେଇ ଚାଲିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମୃଦ୍ଧି ଆଡ଼କୁ ଅଗ୍ରସର ହେଉଛୁ, କିନ୍ତୁ ସମୃଦ୍ଧିର ରାସ୍ତା ସୁରକ୍ଷା ମଧ୍ୟ ଦେଇ ଗତି କରେ। ଗତ 11 ବର୍ଷ ଧରି ଆମେ ଜାତୀୟ ସୁରକ୍ଷା, ରାଷ୍ଟ୍ରର ସୁରକ୍ଷା ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ପଣର ସହିତ କାର୍ଯ୍ୟ କରିଛୁ। ଆମେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛୁ। ଦେଶ ଜାଣେ ଯେ ଆମ ଦେଶର ବିଶାଳ ଆଦିବାସୀ ଅଞ୍ଚଳଗୁଡ଼ିକ ବହୁ ଦଶନ୍ଧି ଧରି ନକ୍ସଲବାଦ ଏବଂ ମାଓବାଦର କବଳରେ ରହିଥିଲା। ସବୁଠାରୁ ଅଧିକ ଦୁଃଖ ମୋର ଆଦିବାସୀ ପରିବାରମାନେ ସହ୍ୟ କରିଥିଲେ। ଆଦିବାସୀ ମା ଏବଂ ଭଉଣୀମାନେ ସେମାନଙ୍କର ଉଜ୍ଜ୍ୱଳ ପ୍ରତିଶ୍ରୁତିବଦ୍ଧ ସନ୍ତାନମାନଙ୍କୁ ହରାଇଥିଲେ। ଛୋଟ ପିଲାମାନଙ୍କୁ ଭୁଲ ରାସ୍ତାରେ ପ୍ରଲୋଭିତ କରାଯାଇଥିଲା, ଭ୍ରମିତ କରାଯାଇଥିଲା ଏବଂ ସେମାନଙ୍କ ଜୀବନ ନଷ୍ଟ କରାଯାଇଥିଲା। ଆମେ ଦୃଢ଼ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। ଗୋଟିଏ ସମୟ ଥିଲା ଯେତେବେଳେ ନକ୍ସଲବାଦ 125ରୁ ଅଧିକ ଜିଲ୍ଲାରେ ସକ୍ରିୟ ଥିଲା। ଆମର ଆଦିବାସୀ ଅଞ୍ଚଳ ଏବଂ ଯୁବକମାନେ ମାଓବାଦର କବଳରେ ଫସି ଯାଇଥିଲେ। ଆଜି ଆମେ ସେହି ସଂଖ୍ୟାକୁ 125ରୁ ଅଧିକ ଜିଲ୍ଲାରୁ 20କୁ ହ୍ରାସ କରିଛୁ। ଏହା ହେଉଛି ଆମର ଆଦିବାସୀ ସମ୍ପ୍ରଦାୟ ପାଇଁ ଆମେ କରିଥିବା ସର୍ବଶ୍ରେଷ୍ଠ ସେବା। ଗୋଟିଏ ସମୟ ଥିଲା ଯେତେବେଳେ ବସ୍ତରରେ ମାଓବାଦୀ ଏବଂ ନକ୍ସଲବାଦୀ ବୋମା ଓ ବନ୍ଧୁକର ଶବ୍ଦ ଶୁଣାଯାଉଥିଲା।
ଆଜି ମାଓବାଦ ଏବଂ ନକ୍ସଲବାଦରୁ ମୁକ୍ତ ହେବା ପରେ ବସ୍ତର ଯୁବକମାନେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି। ହଜାର ହଜାର ଯୁବକ ଭାରତ ମାତା କି ଜୟ ନାରା ଦେଇ କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରୁଛନ୍ତି ଏବଂ ସମଗ୍ର ପରିବେଶ ଉତ୍ସାହରେ ପରିପୂର୍ଣ୍ଣ ହେଉଛି। ଦେଶ ଏହି ପରିବର୍ତ୍ତନର ସାକ୍ଷୀ ରହିଛି। ଲାଲ କରିଡର ଭାବରେ ପରିଚିତ ଅଞ୍ଚଳଗୁଡ଼ିକ ଏବେ ସବୁଜ ବିକାଶର କରିଡର ହୋଇ ଉଠିଛି। ଏହା ଆମ ପାଇଁ ଗର୍ବର ବିଷୟ। ଭାରତର ମାନଚିତ୍ରରେ ଯେଉଁ ଅଂଶଗୁଡ଼ିକ ରକ୍ତର ଲାଲ ରଙ୍ଗରେ ରଙ୍ଗାୟିତ ହୋଇଥିଲା, ଆମେ ଏବେ ସେଠାରେ ସମ୍ବିଧାନ, ଆଇନର ଶାସନ ଏବଂ ବିକାଶର ତ୍ରିରଙ୍ଗା ଉଡ଼ାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଦେଶ ପାଳନ କରୁଛି ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମବାର୍ଷିକୀ। ଏହି ଆଦିବାସୀ ଅଞ୍ଚଳଗୁଡ଼ିକୁ ନକ୍ସଲବାଦରୁ ମୁକ୍ତ କରି ଏବଂ ମୋ ଆଦିବାସୀ ପରିବାରର ଯୁବକମାନଙ୍କ ଜୀବନ ରକ୍ଷା କରି ଆମେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ଦେଶକୁ ଏକ ଗମ୍ଭୀର ଚିନ୍ତା ଏବଂ ଆହ୍ୱାନ ବିଷୟରେ ଚେତାବନୀ ଦେବାକୁ ଚାହୁଁଛି। ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ ଦେଶର ଜନସଂଖ୍ୟାକୁ ପରିବର୍ତ୍ତନ କରାଯାଉଛି। ଏକ ନୂତନ ସଙ୍କଟର ମଞ୍ଜି ବୁଣାଯାଉଛି। ଅନୁପ୍ରବେଶକାରୀମାନେ ଆମର ଯୁବପିଢ଼ିଙ୍କ ଜୀବିକା ଛଡ଼ାଇ ନେଉଛନ୍ତି। ଅନୁପ୍ରବେଶକାରୀମାନେ ଆମର ଭଉଣୀ ଏବଂ ଝିଅମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହାକୁ ସହ୍ୟ କରାଯିବ ନାହିଁ। ଏହି ଅନୁପ୍ରବେଶକାରୀମାନେ ନିରୀହ ଆଦିବାସୀମାନଙ୍କୁ ଭ୍ରମିତ କରୁଛନ୍ତି ଏବଂ ସେମାନଙ୍କ ଜମି ଦଖଲ କରୁଛନ୍ତି। ଦେଶ ଏହାକୁ କଦାପି ସହ୍ୟ କରିବ ନାହିଁ। ଯେତେବେଳେ ଜନସଂଖ୍ୟାଗତ ପରିବର୍ତ୍ତନ ହୁଏ, ବିଶେଷ କରି ସୀମାନ୍ତ ଅଞ୍ଚଳରେ, ଏହା ଜାତୀୟ ସୁରକ୍ଷା ପାଇଁ ଏକ ସଙ୍କଟ ସୃଷ୍ଟି କରେ। ଏହା ଦେଶର ଏକତା, ଅଖଣ୍ଡତା ଏବଂ ପ୍ରଗତିକୁ ବିପଦରେ ପକାଇଥାଏ। ଏହା ସାମାଜିକ ଉତ୍ତେଜନାର ମଞ୍ଜି ବୁଣିଥାଏ। କୌଣସି ଦେଶ ନିଜକୁ ଅନୁପ୍ରବେଶକାରୀଙ୍କ ହାତରେ ସମର୍ପଣ କରିପାରିବ ନାହିଁ। ବିଶ୍ୱର କୌଣସି ରାଷ୍ଟ୍ର ଏପରି କରେ ନାହିଁ। ତେବେ ଆମେ ଭାରତକୁ ଏପରି କରିବାକୁ କିପରି ଅନୁମତି ଦେଇପାରିବୁ? ଆମର ପୂର୍ବପୁରୁଷମାନେ ବଳିଦାନ ଦେଇ ସ୍ୱାଧୀନତା ପାଇଥିଲେ। ସେମାନେ ଆମକୁ ଏକ ମୁକ୍ତ ଭାରତ ଦେଇଥିଲେ। ସେହି ମହାନ ଆତ୍ମାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଯେ ଆମେ ଆମ ଦେଶ ଭିତରେ ଏପରି କାର୍ଯ୍ୟ ଗ୍ରହଣ କରୁନାହୁଁ। ଏହା ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ତେଣୁ ଆଜି ଲାଲକିଲ୍ଲାର ପ୍ରାଚୀରରୁ ମୁଁ ଘୋଷଣା କରୁଛି ଯେ ଆମେ ଏକ ଉଚ୍ଚ ଶକ୍ତିଶାଳୀ ଜନସଂଖ୍ୟା ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ମିଶନ ମାଧ୍ୟମରେ ଭାରତ ଉପରେ ଏବେ ଦେଖାଦେଇଥିବା ଗମ୍ଭୀର ସଙ୍କଟର ସମାଧାନ ସୁନିଶ୍ଚିତ ଏବଂ ସମୟସୀମା ମଧ୍ୟରେ କରାଯିବ। ଆମେ ଏହି ଦିଗରେ ଆଗକୁ ବଢ଼ୁଛୁ। ମୋର ପ୍ରିୟ ଦେଶବାସୀଗଣ, ଆସନ୍ତାକାଲି ଜନ୍ମାଷ୍ଟମୀର ପବିତ୍ର ପର୍ବ, ଯାହାକୁ ସାରା ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମବାର୍ଷିକୀ ଭାବରେ ପାଳନ କରାଯାଉଛି। ବନ୍ଧୁଗଣ, ଯେତେବେଳେ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରେ, ଆମେ ଦେଖୁ ଯେ ଆଜି ସାରା ବିଶ୍ୱରେ ଯୁଦ୍ଧର ପଦ୍ଧତି ପରିବର୍ତ୍ତନ ହେଉଛି। ଆମେ ଦେଖୁଛୁ ଯେ ଭାରତ ପ୍ରତ୍ୟେକ ନୂତନ ଯୁଦ୍ଧ ପଦ୍ଧତିକୁ ପରିଚାଳନା କରିବାରେ ସକ୍ଷମ। ଆମେ ଅପରେସନ୍ ସିନ୍ଦୁରରେ ଆମ ପ୍ରଯୁକ୍ତିବିଦ୍ୟାର ସ୍ୱତନ୍ତ୍ରତା ସାରା ବିଶ୍ୱକୁ ଦେଖାଇ ସାରିଛୁ। ପାକିସ୍ତାନ ଆମର ସାମରିକ ଘାଟି, ଆମର ବାୟୁସେନା ଘାଟି, ଆମର ସମ୍ବେଦନଶୀଳ ସ୍ଥାନ, ଆମର ପୂଜାସ୍ଥଳ, ଆମର ନାଗରିକଙ୍କୁ ଅଗଣିତ ସଂଖ୍ୟାରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି। ଦେଶ ଏହା ଦେଖିଛି। କିନ୍ତୁ ଗତ 10 ବର୍ଷରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ପ୍ରୟାସ କରାଯାଇଥିଲା, ସେହି ଶକ୍ତିର ପରିଣାମ ହେଲା ଯେ ସେମାନଙ୍କର ପ୍ରତ୍ୟେକ ଆକ୍ରମଣକୁ ଆମର ସାହସୀ ସୈନିକ ଏବଂ ଆମର ପ୍ରଯୁକ୍ତିବିଦ୍ୟା ପରାସ୍ତ କରିଥିଲା। ସେମାନେ ସାମାନ୍ୟତମ କ୍ଷତି ମଧ୍ୟ କରିପାରିନଥିଲେ। ଯେତେବେଳେ ଯୁଦ୍ଧକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବିସ୍ତାର ହେଉଛି, ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଭୂମିକା ଗ୍ରହଣ କରୁଛି, ସେତେବେଳେ ରାଷ୍ଟ୍ରର ସୁରକ୍ଷା ପାଇଁ, ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଆମେ ଯେଉଁ ବିଶେଷଜ୍ଞତା ହାସଲ କରିଛୁ, ତାହାକୁ ଆହୁରି ବ୍ୟାପକ କରିବାକୁ ପଡ଼ିବ। ଆଜି ଆମେ ଯେଉଁ ପ୍ରବଣତା ସହିତ ହାସଲ କରିଛୁ, ତାହାକୁ ନିରନ୍ତର ଉନ୍ନତ କରିବାକୁ ପଡ଼ିବ। ତେଣୁ ବନ୍ଧୁଗଣ, ମୁଁ ଏକ ପ୍ରତିଜ୍ଞା ନେଇଛି। ମୋତେ ଆପଣମାନଙ୍କର ଆଶୀର୍ବାଦ ଦରକାର। ମୋତେ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ଦରକାର। କାରଣ ଯେତେ ସମୃଦ୍ଧି ହେଉନା କାହିଁକି, ଯଦି ସୁରକ୍ଷା ପ୍ରତି ଉଦାସୀନତା ଥାଏ, ତେବେ ସମୃଦ୍ଧି ମଧ୍ୟ କୌଣସି କାମରେ ନୁହେଁ। ତେଣୁ ସୁରକ୍ଷାର ଗୁରୁତ୍ୱ ବହୁତ ଅଧିକ। ସେଥିପାଇଁ ମୁଁ ଆଜି ଲାଲକିଲ୍ଲାର ପ୍ରାଚୀରରୁ କହୁଛି ଯେ ଆଗାମୀ 10 ବର୍ଷ ମଧ୍ୟରେ 2035 ସୁଦ୍ଧା ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯେଉଁଥିରେ ରଣନୈତିକ, ସାଧାରଣ ଅଞ୍ଚଳ, ଯେପରିକି ହସ୍ପିଟାଲ, ରେଳବାଇ, ଯେକୌଣସି ବିଶ୍ୱାସର କେନ୍ଦ୍ର ଅନ୍ତର୍ଭୁକ୍ତ, ପ୍ରଯୁକ୍ତିର ନୂତନ ପ୍ଲାଟଫର୍ମ ମାଧ୍ୟମରେ ସମ୍ପୂର୍ଣ୍ଣ ସୁରକ୍ଷା କବଚ ପ୍ରଦାନ କରାଯିବ। ଏହି ସୁରକ୍ଷା କବଚ ବିସ୍ତାର ହେବା ଉଚିତ। ଦେଶର ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରିବା ଉଚିତ। ଯେକୌଣସି ପ୍ରଯୁକ୍ତିବିଦ୍ୟା ଆମ ଉପରେ ଆକ୍ରମଣ କରିବାକୁ ଆସେ, ଆମର ପ୍ରଯୁକ୍ତିବିଦ୍ୟା ତାଠାରୁ ଉନ୍ନତ ପ୍ରମାଣିତ ହେବା ଉଚିତ। ତେଣୁ ଆଗାମୀ 10 ବର୍ଷ ମଧ୍ୟରେ 2035 ପର୍ଯ୍ୟନ୍ତ ମୁଁ ଏହି ଜାତୀୟ ସୁରକ୍ଷା କବଚକୁ ବିସ୍ତାର କରିବାକୁ, ଏହାକୁ ମଜବୁତ କରିବାକୁ, ଆଧୁନିକୀକରଣ କରିବାକୁ ଚାହୁଁଛି। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ପ୍ରେରଣା ନେଇ ଆମେ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରର ପଥ ବାଛିଛୁ। ଆପଣମାନଙ୍କ ମଧ୍ୟରୁ ଅନେକଙ୍କର ମନେଥିବ ଯେ ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଥିଲା, ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ଦ୍ୱାରା ସୂର୍ଯ୍ୟକିରଣକୁ ଅବରୋଧ କରିଥିଲେ ଏବଂ ଦିନରେ ଅନ୍ଧାର କରିଦେଇଥିଲେ। ସୁଦର୍ଶନ ଚକ୍ର ଦ୍ୱାରା ସୂର୍ଯ୍ୟକିରଣ ଅବରୋଧ କରାଯାଇଥିଲା ଏବଂ ଅର୍ଜୁନ ଜୟଦ୍ରଥଙ୍କୁ ହତ୍ୟା କରିବା ପାଇଁ ନେଇଥିବା ଶପଥ ପୂରଣ କରିପାରିଥିଲେ। ଏହା ସୁଦର୍ଶନ ଚକ୍ରର ଶକ୍ତି ଏବଂ ରଣନୀତିର ପରିଣାମ। ଏବେ ଦେଶ ସୁଦର୍ଶନ
ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବ। ଏହି ମିଶନ ସୁଦର୍ଶନ ଚକ୍ର ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀ କେବଳ ଶତ୍ରୁର ଆକ୍ରମଣକୁ ନିଷ୍କ୍ରିୟ କରିବ ନାହିଁ, ବରଂ ଶତ୍ରୁ ଉପରେ ଅନେକ ଗୁଣ ଅଧିକ ଆକ୍ରମଣ କରିପାରିବ। ଭାରତରେ ଏହି ସୁଦର୍ଶନ ଚକ୍ର ମିଶନ ପାଇଁ ଆମେ କେତେକ ମୌଳିକ ପନ୍ଥା ଆପଣେଇଛୁ। ଆମେ ଆଗାମୀ 10 ବର୍ଷ ମଧ୍ୟରେ ଏହାକୁ ବହୁତ ତୀବ୍ରତାର ସହିତ ଆଗକୁ ନେବାକୁ ଚାହୁଁଛୁ। ପ୍ରଥମତଃ, ଏହା ସମ୍ପୂର୍ଣ୍ଣ ଆଧୁନିକ ବ୍ୟବସ୍ଥା, ତେଣୁ ଏହାର ଗବେଷଣା, ବିକାଶ ଏବଂ ଉତ୍ପାଦନ ଆମ ଦେଶରେ ହିଁ ହେବା ଉଚିତ। ଏହା ଆମ ଦେଶର ଯୁବପିଢ଼ିଙ୍କ ପ୍ରତିଭା ସହିତ ହେବା ଉଚିତ। ଏହା ଆମ ଦେଶର ଲୋକମାନେ ତିଆରି କରିବା ଉଚିତ। ଦ୍ୱିତୀୟତଃ, ଏପରି ଏକ ବ୍ୟବସ୍ଥା ରହିବା ଯାହା ଯୁଦ୍ଧ ଦୃଷ୍ଟିରୁ ଭବିଷ୍ୟତର ସମ୍ଭାବନାକୁ ଗଣନା କରିବ ଏବଂ +1ର ରଣନୀତି ପ୍ରସ୍ତୁତ କରିବ। ଏବଂ ତୃତୀୟ କଥା ହେଉଛି, ସୁଦର୍ଶନ ଚକ୍ରର ଶକ୍ତି ବହୁତ ସଠିକ୍ ଥିଲା ଏବଂ ଯେଉଁଠାକୁ ଯିବାର ଥିଲା ସେଠାକୁ ଯାଉଥିଲା ଏବଂ ଶ୍ରୀକୃଷ୍ଣଙ୍କ ପାଖକୁ ଫେରି ଆସିଥିଲା। ଆମେ ଏହି ସୁଦର୍ଶନ ଚକ୍ର ମାଧ୍ୟମରେ ଲକ୍ଷ୍ୟଭେଦପୂର୍ଣ୍ଣ ସଠିକ୍ କାର୍ଯ୍ୟ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଦିଗରେ ଆଗକୁ ବଢ଼ିବୁ। ତେଣୁ ମୁଁ ରାଷ୍ଟ୍ରର ସୁରକ୍ଷା ଏବଂ ଯୁଦ୍ଧର ପରିବର୍ତ୍ତିତ ପଥଗୁଡ଼ିକରେ ନାଗରିକଙ୍କ ସୁରକ୍ଷା ପାଇଁ ଏହି କାର୍ଯ୍ୟକୁ ମହାନ ପ୍ରତିବଦ୍ଧତାର ସହିତ ଆଗକୁ ବଢ଼ାଇବାକୁ ପ୍ରତିଜ୍ଞା କରୁଛି। ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଆମେ ଗଣତନ୍ତ୍ର, ସ୍ୱାଧୀନ ଭାରତ ବିଷୟରେ କଥା ହେଉ, ସେତେବେଳେ ଆମର ସମ୍ବିଧାନ ଆମ ପାଇଁ ସର୍ବୋତ୍ତମ ଆଲୋକମାଳା, ଆମର ପ୍ରେରଣାର କେନ୍ଦ୍ର ଭାବେ ଉଭା ହୋଇଥାଏ। କିନ୍ତୁ 50 ବର୍ଷ ପୂର୍ବେ ଭାରତର ସମ୍ବିଧାନକୁ ହତ୍ୟା କରାଯାଇଥିଲା, ଦେଶକୁ ଜେଲରେ ପରିଣତ କରାଯାଇଥିଲା, ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିକୁ 50 ବର୍ଷ ବିତିଗଲାଣି। ଦେଶର କୌଣସି ପିଢ଼ି କେବେ ବି ସମ୍ବିଧାନକୁ ହତ୍ୟା କରିବାର ଏହି ପାପକୁ ଭୁଲିଯିବା ଉଚିତ ନୁହେଁ। ସମ୍ବିଧାନକୁ ହତ୍ୟା କରିଥିବା ପାପୀମାନଙ୍କୁ ମଧ୍ୟ ଭୁଲିଯିବା ଉଚିତ ନୁହେଁ। ଆମେ ଭାରତର ସମ୍ବିଧାନ ପ୍ରତି ଆମର ସମର୍ପଣକୁ ସୁଦୃଢ଼ କରି ଆଗକୁ ବଢ଼ିବା ଉଚିତ। ଏହା ଆମର ପ୍ରେରଣା। ମୋର ପ୍ରିୟ ଦେଶବାସୀଗଣ, ମୁଁ ଏହି ଲାଲକିଲ୍ଲାରୁ ପଞ୍ଚପ୍ରାଣ ବିଷୟରେ କହିଥିଲି। ଆଜି ମୁଁ ଲାଲକିଲ୍ଲାରୁ ପୁଣି ଥରେ ମୋର ଦେଶବାସୀଙ୍କୁ ମନେ ପକାଇବାକୁ ଚାହୁଁଛି, ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମେ ଅଟକିବୁ ନାହିଁ କିମ୍ବା ମୁଣ୍ଡ ନୁଆଇବୁ ନାହିଁ। ଆମେ କଠିନ ପରିଶ୍ରମ କରିବୁ ଏବଂ 2047 ଆମ ଆଖି ଆଗରେ ଏକ ବିକଶିତ ଭାରତ ନିର୍ମାଣ କରିବୁ। ମୋର ପ୍ରିୟ ଦେଶବାସୀଗଣ, ଆମର ଦ୍ୱିତୀୟ ପ୍ରତିଜ୍ଞା ହେଉଛି, ଆମେ ଆମ ଜୀବନରେ, ଆମର ବ୍ୟବସ୍ଥାରେ, ଆମର ନିୟମ, ଆଇନ ଏବଂ ପରମ୍ପରାରେ ଦାସତ୍ୱର ଗୋଟିଏ ବି କଣିକା ମଧ୍ୟ ରଖିବାକୁ ଦେବୁ ନାହିଁ। ଆମେ ସମସ୍ତ ପ୍ରକାରର ଦାସତ୍ୱରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ମୋର ଦେଶବାସୀଗଣ, ଆମେ ଆମର ଐତିହ୍ୟକୁ ନେଇ ଗର୍ବ ଅନୁଭବ କରୁ। ଆମର ପରିଚୟର ସବୁଠାରୁ ବଡ଼ ଅଳଙ୍କାର, ସବୁଠାରୁ ବଡ଼ ମୁକୁଟମଣି ହେଉଛି ଆମର ଐତିହ୍ୟ। ଆମେ ଆମର ଐତିହ୍ୟକୁ ନେଇ ଗର୍ବିତ। ମୋର ପ୍ରିୟ ଦେଶବାସୀଗଣ, ଏସବୁ ମଧ୍ୟରୁ ଏକତା ହେଉଛି ସବୁଠାରୁ ଶକ୍ତିଶାଳୀ ମନ୍ତ୍ର। ତେଣୁ ଏହା ଆମର ସାମୂହିକ ସଂକଳ୍ପ ହେବ ଯେ କେହି ଏକତାର ସୂତ୍ରକୁ ଭାଙ୍ଗି ପାରିବେ ନାହିଁ। ମୋର ପ୍ରିୟ ଦେଶବାସୀଗଣ, ମା ଭାରତୀଙ୍କ ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା ପୂଜାଠାରୁ କମ୍ ନୁହେଁ, ତପସ୍ୟାଠାରୁ କମ୍ ନୁହେଁ, ଆରାଧନାଠାରୁ କମ୍ ନୁହେଁ। ସେହି ଭାବନା ସହିତ ମାତୃଭୂମିର କଲ୍ୟାଣ ପାଇଁ ଆମର ସର୍ବୋତ୍ତମ ପରିଶ୍ରମ କରିବା ସହିତ ଆମେ 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ଉତ୍ସର୍ଗ କରିବୁ। ଆମେ ଯେକୌଣସି କ୍ଷମତା ଅଛି, ଆମେ ଯେକୌଣସି ସୁଯୋଗ ଛାଡ଼ିବୁ ନାହିଁ। କେବଳ ସେତିକି ନୁହେଁ, ଆମେ ନୂତନ ସୁଯୋଗ ସୃଷ୍ଟି କରିବୁ ଏବଂ ସେଗୁଡ଼ିକୁ ସୃଷ୍ଟି କରିବା ପରେ ଆମେ 140 କୋଟି ଦେଶବାସୀଙ୍କ ଶକ୍ତି ସହିତ ଆଗକୁ ବଢ଼ିବୁ। ମୋର ପ୍ରିୟ ଦେଶବାସୀଗଣ, ଆମକୁ ମନେ ରଖିବାକୁ ପଡ଼ିବ, 140 କୋଟି ଦେଶବାସୀଙ୍କୁ ମନେ ରଖିବାକୁ ପଡ଼ିବ, ଯିଏ କଠିନ ପରିଶ୍ରମ କରିଛନ୍ତି ସେ ହିଁ ଇତିହାସ ସୃଷ୍ଟି କରିଛନ୍ତି। ଯିଏ କଷ୍ଟକର କାର୍ଯ୍ୟ କରିଛନ୍ତି ସିଏ ହିଁ ଇତିହାସ ସୃଷ୍ଟି କରିଛନ୍ତି। ଯେଉଁମାନେ ବୃହତ୍ ପଥର ଖଣ୍ଡକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଛନ୍ତି, ସେମାନେ ସମୟର ଦିଗ ପରିବର୍ତ୍ତନ କରିଛନ୍ତି। ତେଣୁ ଆମେ ଆଜି ସେହି ସମୟରେ ଉପନୀତ ହୋଇଛୁ ଯେତେବେଳେ ସମୟକୁ ନୂଆ ଦିଗ ଦେବାକୁ ପଡ଼ିବ ଏବଂ ଆଜି ହିଁ ଏଥିପାଇଁ ପ୍ରକୃଷ୍ଟ ସମୟ। ମୋର ପ୍ରିୟ ଦେଶବାସୀଗଣ, ପୁଣି ଥରେ ସ୍ୱାଧୀନତାର ଏହି ମହାନ ପର୍ବରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ମୁଁ ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆପଣମାନେ ମୋ ସହିତ କୁହନ୍ତୁ, ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ। ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା की जय। वंदे मातरम, वंदे मातरम, वंदे मातरम। बहुत बहुत धन्यवाद।